ଆମେ ଆଜି ଏକତ୍ରିତ ହେଇଛେ ମଞ୍ଜୁପା ଆଉ ବୈଷ୍ଣବ ଭାଇଙ୍କର ଆମ ଘରେ ଏଇ ପାଠଚକ୍ରଟିରେ ଆଉ ଅନେକ ଥର ଆମେ ଯୋଗଦାନ କରିଛେ ଆଗରୁ। ଏହି ପାଠଚକ୍ରର ବାର୍ଷିକ ଉତ୍ସବ ବା ଏକ ସ୍ପେଶାଲ ଉତ୍ସବ ଆଜି ଆମେ ପାଳନ କରୁଛେ ଆଉ ଠିକ କରୁଛେ। ବୁକ୍ ଦ ପିଲୋ ଲାଷ୍ଟ କାଣ୍ଟୋ ବୁକ୍ 12 ଦ ପିଲୋ ବୁକ୍ ତାର ଲାଷ୍ଟ କାଣ୍ଟୋ ଗୋଟିଏ କାଣ୍ଟୋ ଅଛି। ସାବିତ୍ରୀ ଯେତେବେଳେ ଆପଣ ତ ସେଇ ଉପାଖ୍ୟାନ ଜାଣିଛନ୍ତି, ସତ୍ୟବାନଙ୍କୁ ମୃତ୍ୟୁ ମୁଖରୁ ଫେରିକି ମୃତ୍ୟୁପୁରୀରୁ ଫେରିକି ଆଣୁଛନ୍ତି, ସେତେବେଳେ ଯାହା ଯାହା ସବୁ ଘଟିଛି ଆପଣମାନେ ଜାଣନ୍ତି। ସତ୍ୟବାନଙ୍କର ପିତା ଚକ୍ଷୁହୀନ ଥିଲେ, ଜଙ୍ଗଲରେ ବାସ କରୁଥିଲେ। ତାଙ୍କ ରାଜ୍ୟରୁ ଶତ୍ରୁମାନେ ତାଙ୍କୁ ତଳି ଦେଇଥିଲେ ଏବଂ ସେ ପତ୍ର କୁଡ଼ିଆ କରି ସାଲ୍ୱ ବନାନୀ ଭିତରେ ରହୁଥିଲେ। ଏବଂ ସାଲ୍ୱ ବନାନୀକୁ ବର୍ତ୍ତମାନ ଐତିହାସିକ ମାନେ କହନ୍ତି, ଯୋଉଠି ଥର ମରୁଭୂମି ଅଛି, ରାଜସ୍ଥାନର କିଛି ଅଂଶ, ପାକିସ୍ତାନର ସିନ୍ଧୁ ପ୍ରଦେଶର କିଛି ଅଂଶ, ଏଇ ସବୁ ଯାକ ମିଶିକିରି ଥିଲା ସାଲ୍ୱ ଦେଶ। ଏବଂ ସେହି ଦେଶର ଜଙ୍ଗଲ ଥିଲା ଥର ମରୁଭୂମି ଯାହା କହୁଛେ ଆମେ। ସେଇଠି ସେମାନେ ରାଜ୍ୟରୁ ଆସିକିରି ରହିଛନ୍ତି, ପତ୍ର କୁଡ଼ିଆ କରିକି ଅଛନ୍ତି। ତାଙ୍କ ପୁଅ ସତ୍ୟବାନ ତାଙ୍କ ସହିତ ଅଛନ୍ତି। ଏହି ସତ୍ୟବାନ ସାବିତ୍ରୀ କେମିତି ଏକାଠି ହେଲେ, କେମିତି ଭେଟ ହେଲେ? ସାବିତ୍ରୀ ହେଉଛନ୍ତି ସେ ତ ମଧ୍ୟ ଦେଶର ରାଜକନ୍ୟା। ମଧ୍ୟ ଦେଶ ହେଉଛି ଆଫଗାନିସ୍ତାନ, କାଶ୍ମୀରର କିଛି ଅଂଶ ମିଶିକି ଥିଲା ମଧ୍ୟ। ସେ ସବୁଆଡ଼େ ଯେମିତି ସେ ଥିଲେ, ତାଙ୍କର ଯେତେବେଳେ ଜନ୍ମ ହେଲେ ଶ୍ରୀ ଅରବିନ୍ଦ ବୁକ୍ 1 ସାବିତ୍ରୀର କାଣ୍ଟୋ 3 ରେ ଲେଖିଛନ୍ତି, ଯୋଗ ଅଫ୍ ଦି କିଙ୍ଗ, ଯୋଗ ଅଫ୍ ଦି ସୋଲ୍ସ ରିଲିଜ ଅଧ୍ୟାୟରେ ସାବିତ୍ରୀ ଜନ୍ମ ହେବାର ସୂଚନା ଦେଇଛନ୍ତି। ସେ କହୁଛନ୍ତି, ୱାର୍ଲଡ୍ସ ଡିଜାୟାର କମ୍ପେଲ୍ ହର୍ ମୋର୍ଟାଲ ବାର୍ଥ। ମା ଭଗବତୀ ସାବିତ୍ରୀ କାହିଁକି ଏଠି ଜନ୍ମ ହେଲେ? ନା ଏଇ ପୃଥିବୀର ଅବସ୍ଥା ଯେମିତି ହେଇଥିଲା ତାକୁ ସୁରକ୍ଷା ଦେବା ପାଇଁ ଏଇ ପୃଥିବୀ ଯେମିତି ଆକୁଳ ପ୍ରାର୍ଥନା ନିବେଦନ କଲା, ଏଇ ନିବେଦନର ଫଳସ୍ୱରୂପ ମା ଭଗବତୀ ସାବିତ୍ରୀ ଜନ୍ମ ହେଲେ। ତାଙ୍କ ବାର୍ଥଟା ଏଠି ପୃଥିବୀର ଆକୁଳ ପ୍ରାର୍ଥନା ତାଙ୍କୁ କମ୍ପେଲ୍ କଲା, ବାଧ୍ୟ କଲା ଜନ୍ମ ହେବା ପାଇଁ। ଇଏ ହେଲା ବୁକ୍ 1 କାଣ୍ଟୋ 3 କଥା। ଆରମ୍ଭ ହେଉଛି ଫାଷ୍ଟ ଲାଇନ୍। ତାପରେ 4 ଗଲା, 5 ଗଲା, ବୁକ୍ 1 ସରିଲା। ବୁକ୍ 2ରେ 15ଟା କାଣ୍ଟୋ ଗଲା ଏବଂ ବୁକ୍ 3 ହେଉଛି ବୁକ୍ ଅଫ୍ ଦି ଡିଭାଇନ୍ ମଦର, ସେଥିରେ ମଧ୍ୟ 4ଟା କାଣ୍ଟୋ ଗଲା। ବୁକ୍ 4 କାଣ୍ଟୋ 1ରେ ସାବିତ୍ରୀଙ୍କର ଜନ୍ମ ହେଲା। ବାର୍ଥ ଅଫ୍ ଦି ଫ୍ଲେମ୍ ପ୍ରଥମ ଅଧ୍ୟାୟ। ଦ୍ୱିତୀୟ ଅଧ୍ୟାୟଟା ବାର୍ଥ ଆଣ୍ଡ ଗ୍ରୋଥ ଅଫ୍ ଦି ଫ୍ଲେମ୍। ଫ୍ଲେମ୍ କୁହାଯାଉଛି ସାବିତ୍ରୀ, ଅଗ୍ନିଶିଖା। ଏହି ଅଗ୍ନିଶିଖାଙ୍କର ଜନ୍ମ ହେଲା ମଧ୍ୟ ଦେଶରେ ଏବଂ ସମ୍ରାଟ ଅଶ୍ୱପତିଙ୍କ ଘରେ। ତେଣୁ ଯେତେବେଳେ ସେଇଠି ତାଙ୍କର ବାର୍ଥ ହେଲା, ପୁଣି ବଢ଼ିବେ, ରାଜକନ୍ୟା ପାଠ ପଢ଼ିବେ ଏବଂ ପାଠ ପଢ଼ିକିରି ସେ ଯୌବନ ପ୍ରାପ୍ତ ହେଲେ। ସେ ଏତେ ସୌନ୍ଦର୍ଯ୍ୟମୟୀ ଥିଲେ, ସବୁ ବିଦ୍ୟା ତାଙ୍କୁ ମାଲୁମ ଥିଲା, ସବୁ ପାଠ ସେ ପଢ଼ିଥିଲେ, ନୃତ୍ୟ ଠାରୁ ଆରମ୍ଭ କରି ସବୁ ଅକଲ୍ଟ ବିଦ୍ୟା। ତେଣୁ ସାଧାରଣ ଯୁବକମାନେ ବା ଯୁବରାଜମାନେ, ରାଜାଙ୍କର ପୁଅମାନେ ତାଙ୍କ ପାଖକୁ ଆସିବା ପାଇଁ ସାହସ କଲେନି। ତେଣୁ ଗୋଟେ ପ୍ରୋବ୍ଲେମ ହେଲା। ଅଶ୍ୱପତି କହିଲେ, ଠିକ୍ ଅଛି, ତୁ ନିଜେ ଯା, ରଥ ନେଇକରି ବୁଲିକିରି ତୋ ସ୍ୱାମୀ ନିର୍ବାଚନ କରିକି ଆ। ସେତେବେଳେ ସ୍ୱୟଂବର ହେଉଥିଲା ବା ଝିଅକୁ, କନ୍ୟାକୁ ଅନୁମତି ଦିଆହେଉଥିଲା, ସେ ବୁଲିକିରି ତା ସ୍ୱାମୀ ନିର୍ବାଚନ କରୁ।
ତାପରେ ସେ ବୁଲିଲେ ସବୁଆଡେ। ଶ୍ରୀଅରବିନ୍ଦ ଲେଖୁଛନ୍ତି ନଗର ଗଲେ, ସହର ଗଲେ, ଜନପଦକୁ ଗଲେ, କୋଉଠି ତାଙ୍କର ସମକକ୍ଷ ଯୁବକଟିଏ ପାଇଲେନି। ତାପରେ ଜଙ୍ଗଲକୁ ଗଲେ। ଜଙ୍ଗଲରେ ସତ୍ୟବାନ ସହିତ ତାଙ୍କର ଭେଟ ହେଲା। କେମିତି ଭେଟ ହେଲା, କଣ ହେଲା, ସେ ବିଷୟ ମଧ୍ୟ ଶ୍ରୀଅରବିନ୍ଦ ଲେଖିଛନ୍ତି। ଡେଷ୍ଟିନି ମିଟିଂ ପ୍ଲେସ୍ ଆଗରୁ ନିର୍ଦ୍ଧାରଣ କରାହେଇଛି, କୋଉଠି ମିଶିବେ ସ୍ୱୟଂ ଦି ଜଣ ଯାକ। କଣ ତାଙ୍କର କଥୋପକଥନ ହେଲା, ସାବିତ୍ରୀ କେମିତି କଣ କହିଲେ ତାଙ୍କୁ, ଶ୍ରୀ ସତ୍ୟବାନ ତାଙ୍କୁ କେମିତି ଜାଣିଲେ ଯେ ସାବିତ୍ରୀ ଇଏ ଦେବୀ ନୁହନ୍ତି, ଏ ମାନବୀ, ଏଇଠି ଜନ୍ମ ହୋଇଛନ୍ତି। ଅନେକ କଥା ଏଇ ଯୋଉ ତାଙ୍କୁ ଦେଖିକି ସମସ୍ତେ ଭାବିଲେ ଜଙ୍ଗଲରେ କୋଉମାନେ ତାଙ୍କର ଅର୍ଥାତ୍ ବାନପ୍ରସ୍ଥୀ ମାନେ ଆଶ୍ରମ କରିଥାନ୍ତି, ମୁନି ଋଷିମାନେ ରହନ୍ତି। ମୁନି ଋଷିମାନଙ୍କର ଗହଣରେ, ବାନପ୍ରସ୍ଥୀ ମାନଙ୍କର ଗହଣରେ ବିମୋଚନ ହେଉଛନ୍ତି ସାନୁ ଦେଶର ରାଜା, ତାଙ୍କ ରାଣୀ ଏବଂ ତାଙ୍କ ପୁଅ ସତ୍ୟବାନ ସେଇଠି ରହିଥାନ୍ତି। ସତ୍ୟବାନ ସାବିତ୍ରୀଙ୍କୁ ଦେଖିକରି ଭାବିଲେ ଇଏ ତ ମାନବୀ ନୁହନ୍ତି, ଇଏ ଜଣେ ଦେବୀ, ଏ କୋଉଠୁ ଆସିଛନ୍ତି, କେମିତି ଆସିଛନ୍ତି। ସେ କଥା ତାଙ୍କର ପ୍ରଶ୍ନ ଉତ୍ତର ଛଳରେ ପରସ୍ପର କଥାବାର୍ତ୍ତା ହେଲେ। ଏବଂ ଆମେ ଜଣେ ଦେବୀ ଯଦି କହନ୍ତି ମୁଁ ମାନବୀ ବୋଲି, ବିଶ୍ୱାସ କେମିତି କରିବା ସେ ମାନବୀ ବୋଲି? ତାଙ୍କୁ ପରୀକ୍ଷା କରିବାକୁ ପଡ଼ିବ। ତେଣୁ ତାଙ୍କୁ ପରୀକ୍ଷା କରୁଛନ୍ତି। ଶ୍ରୀଅରବିନ୍ଦ ଲେଖିଛନ୍ତି, ତାଙ୍କୁ ପଚାରୁଛନ୍ତି, କିଏ ସତ୍ୟବାନ ପଚାରୁଛନ୍ତି ସାବିତ୍ରୀଙ୍କୁ, ଆପଣ ଯଦି ନିଜକୁ ମାନବୀ ବୋଲି କହୁଛନ୍ତି, ତାହେଲେ ଆମମାନଙ୍କ ଭିତରେ ଯୋଉ ଭାବ ସବୁ ଅଛି, ସେ ଭାବ ଆପଣଙ୍କ ଭିତରେ ଅଛି କି? ମଣିଷ ଭଲ ପାଏ ତା ନିଜ ପରିବାରକୁ, ନିଜ ପତିକୁ, ନିଜର ସମ୍ପତ୍ତିକୁ। ଆପଣଙ୍କର ସେଇଟା ଅଛି କି? କାହିଁ ମୁଁ ଜାଣିପାରୁନି ଆପଣଙ୍କର ଅଛି ବୋଲି। ଦ୍ୱିତୀୟରେ କହୁଛନ୍ତି ଯେ ଆପଣ ଆମମାନଙ୍କର, ମଣିଷ ମାନଙ୍କର ମନ ଭିତରେ ଯାହା ଯେତେବେଳେ ଯାହା ଘଟୁଥାଏ, ସେଇଟା କଣ ଆପଣଙ୍କ ମନ ଭିତରେ ଘଟୁଛି? ଏମିତି ପ୍ରଶ୍ନ ପଚାରି ପଚାରି ଲାଷ୍ଟକୁ ଗୋଟେ ଛୋଟ ପ୍ରଶ୍ନ ପଚାରିଛନ୍ତି। ସେଇଟା ହଉଛି, ଆମେ ମଣିଷମାନେ ଯୋଉ ଖାଦ୍ୟ ଖାଉ, ତା ଭିତରେ ଯୋଉ ଖାଦ୍ୟର ସ୍ୱାଦ ଥାଏ, ଆପଣ ତାକୁ ଖାଇଛନ୍ତି? ଆପଣ ଆମ ତରକାରୀର ଝୋଳ ଚାଖିଛନ୍ତି? ଯଦି ଚାଖିଥାନ୍ତି ତାହେଲେ ମୁଁ ଜାଣିବି ଆପଣ ମାନବୀ ବୋଲି, ନହେଲେ ଆପଣ ଦେବୀ। ମୁଁ କେମିତି ବିଶ୍ୱାସ କରିବି ଆପଣ ମାନବୀ ବୋଲି? ଏଇ ଭାଷାରେ ସେ ପଚାରୁଛନ୍ତି। ସେ କହୁଛନ୍ତି, ହଁ ମୁଁ ସବୁ ଜାଣିଛି, ମୁଁ ଜାଣିଛି। ଏଇ ଯୋଉଗୁଡାକ ପ୍ରଶ୍ନ କଲେ ସେଗୁଡା ସବୁ ମୋତେ ଜ୍ଞାତ ଅଛି ତା ଉତ୍ତର। ଆପଣ କୁହନ୍ତୁ, ଆପଣ ଏଇ ଜଙ୍ଗଲ ଭିତରେ କଣ କରୁଛନ୍ତି? ଶ୍ରୀଅରବିନ୍ଦ ସତ୍ୟବାନଙ୍କୁ, ଆମେ ଜାଣିଛୁ ସତ୍ୟବାନ ଜଣେ ସାଧାରଣ ରାଜକୁମାର, ରାଜାଙ୍କ ପୁଅ, ତାଙ୍କ ବାପାଙ୍କ ପାଖରେ ଜଙ୍ଗଲରେ ଥିଲେ ଏତିକି, ଏବଂ ବର୍ଷକରେ ସେ ମରିବେ, ଏତିକି ଜାଣିଛ ତ ଆମେ। କିନ୍ତୁ ଶ୍ରୀଅରବିନ୍ଦ କହୁଛନ୍ତି ସତ୍ୟବାନ ୱାଜ ନଟ୍ ଆନ୍ ଅର୍ଡିନାରୀ ମ୍ୟାନ୍। ସିଏ ଜଣେ ଇଞ୍ଜିନିୟର ଥିଲେ, ଶିଳ୍ପୀ ଥିଲେ, ଗୁହ୍ୟ ବିଦ୍ୟା ଜାଣିଥିଲେ। ପଶୁପକ୍ଷୀ ମାନଙ୍କର ଦୌଡ଼ିବ, କେତେ ସ୍ପିଡରେ ଦୌଡୁଛନ୍ତି ସେ ଦେଖିଲେ କହିଦେବେ, ଏତିକି ସ୍ପିଡ ପର ଆୱାର, ସାଙ୍ଗେ ସାଙ୍ଗେ ଲେଖିଦେବେ। ଏବଂ ତା ବ୍ୟତୀତ ସୂକ୍ଷ୍ମରେ ଯୋଉ ଜିନିଷ ଗୁଡାକ ସବୁ ହଉଛି, ଆମେ ସବୁ ସ୍ଥୂଳରେ ରହିଛେ, ଗୋଟେ ସଟଲ ୱାର୍ଲଡ ଅଛି ବା ସୂକ୍ଷ୍ମ ଜଗତ ଅଛି। ସେ ସୂକ୍ଷ୍ମ ଜଗତରେ କଣ କଣ ସବୁ ଘଟୁଛି ସେଗୁଡାକ ମଧ୍ୟ ସେ ଜାଣିପାରୁଥିଲେ। ତା ଅର୍ଥ ଦୂରରେ ଘଟୁଥିବା ଜିନିଷଟିକୁ ବୁଝୁଥିଲେ, ପାଖରେ ଘଟୁଥିବା ଜିନିଷଟିକୁ ବୁଝୁଥିଲେ। ଦୂରରେ ଥିବା ଜିନିଷଟି ଯଦି ଜଣେ ବୁଝିପାରିଲା, ତାକୁ କଣ କୁହାଯିବ? ରିମୋଟ ସେନ୍ସିଂ। ସେ ଗୋଟେ ଇଞ୍ଜିନିୟରିଂ ପାଠ ନୁହେଁ, ସେ ବି ସେଟା ଜାଣୁଥିଲେ। ମୟୂରଟିଏ ନୃତ୍ୟ କରୁଛି, କାହିଁକି ନୃତ୍ୟ କରୁଛି, କେତେବେଳେ ନୃତ୍ୟ କରିବ, ସେ ନୃତ୍ୟର ଛନ୍ଦଟା କଣ ସେ ରେକର୍ଡ କରୁଥିଲେ। ମୟୂର ନାଚୁଛି, କୋଉ ଛନ୍ଦରେ ନାଚୁଛି, ତାଳ ଲୟଟି କଣ ତା ମଧ୍ୟରେ କଣ କରୁଥିଲେ। ଏଗୁଡାକ ମାପିବାର କାପାସିଟି ତାଙ୍କର ଥିଲା। ତେଣୁ ଶ୍ରୀଅରବିନ୍ଦ ସେଥିରେ ଆଙ୍କୁ ସତ୍ୟବାନଙ୍କୁ ଯାଉ ଭାବରେ ଦେଖେଇଛନ୍ତି। ଆପଣ ତାକୁ ପାଠ କଲେ ଜାଣିବେ, ସତ୍ୟବାନ ୱାଜ ନଟ୍ ଆନ୍ ଅର୍ଡିନାରୀ ମ୍ୟାନ୍। ସେ ଜଣେ ଖାଲି ବର୍ଷକରେ ମରିବା ପାଇଁ କି ରାଜକୁମାର ନୁହନ୍ତି। ସିଏ ସେଥିପାଇଁ ସାବିତ୍ରୀ ଜାଣିପାରିଥିଲେ
ଯେତେବେଳେ ସେ ତାଙ୍କୁ ବରଣ କରିକି ଫେରିଲେ ସେ ପଚାରୁଛନ୍ତି ସେ ଆପଣ ରଥରେ କାହିଁକି ବସିଛନ୍ତି, ତଳକୁ ଓହ୍ଲଉନାହାନ୍ତି। ରଥରେ ବସି କଥାବାର୍ତ୍ତା ହଉଛି ଏବଂ ତାଙ୍କୁ ପଚାରୁଛନ୍ତି, ସାବିତ୍ରୀ ପଚାରୁଛନ୍ତି ଆପଣ, ଆମେ ତ ସାଧାରଣତଃ ଜଣ ଲୋକକୁ ଦେଖିଲେ ପଚାରୁ ଆପଣ କୋଉଠୁ ଆସିଛନ୍ତି, କଣ ଆସିଛନ୍ତି, ସେ କଥାବାର୍ତ୍ତା ହିସାବରେ ପଚାରୁ ଆପଣ ନାଁ କଣ, ଜିଜ୍ଞାସା କରୁ, ନାଁ ଜାଣିବା ପାଇଁ ଚେଷ୍ଟା କରୁ। ସାବିତ୍ରୀ ମଧ୍ୟ ସେ ତାଙ୍କୁ ପଚାରୁଛନ୍ତି। ସେ ପଚାରୁଛନ୍ତି କେମିତି ଦେଖନ୍ତୁ, ବାଇ ହ୍ୱାଟ ମ୍ୟୁଜିକାଲ ନେମ୍ ୟୁ ଆର୍ ନୋନ୍ ଅଣ୍ଡର ଦି ସନ୍। ଏହି ସୂର୍ଯ୍ୟ ତଳେ ତୁମେ କେଉଁ ଛନ୍ଦମୟ ନାମରେ ନାମିତ, ଏଇଟା ତାଙ୍କ ପ୍ରଶ୍ନ। ଆମେ ପଚାରୁଛୁ କେମିତି କରିଥିଲେ, ଯଦି ସେ ନ କହିଲା ନାଁଟା କହିଯାଉନୁ। କିନ୍ତୁ ଦେଖନ୍ତୁ କଥୋପକଥନଟା କେମିତି ହଉଛି, ଶ୍ରୀ ଅରବିନ୍ଦଙ୍କ ଭାଷା ଏଇଟା। ସେ କହୁଛନ୍ତି ବାଇ ହ୍ୱାଟ ମ୍ୟୁଜିକାଲ ନେମ୍ ୟୁ ଆର୍ ନୋନ୍ ଅଣ୍ଡର ଦି ସନ୍। ସେ ତାପରେ କହୁଛନ୍ତି ମାଇ ନେମ୍ ଇଜ, ମୋ ନାଁ ହେଉଛି ସତ୍ୟବାନ, ମୁଁ ଅଙ୍କ ରାଜାଙ୍କର ପୁଅ, ମୋ ବାପା ଅଙ୍କ, ସେ ଆସିକି ଜଙ୍ଗଲରେ ରହିଛନ୍ତି, ଆମକୁ ଶତ୍ରୁମାନେ ତଳି ଦେଇଛନ୍ତି, ଇତ୍ୟାଦି ଇତ୍ୟାଦି କଥା ସବୁ କହିଗଲେ। ଏତେ କଥା ଶୁଣି ସାରିଲା ପରେ ସେ ଓହ୍ଲଉନାହାନ୍ତି, ରଥରେ ବସିଛନ୍ତି। ସାବିତ୍ରୀକୁ ସତ୍ୟବାନ କହୁଛନ୍ତି ମୁଁ ଅନୁରୋଧ କରୁଛି ଆପଣ ଟିକେ ତଳକୁ ଓହ୍ଲାନ୍ତୁ, ତଳେ ଜଙ୍ଗଲରେ ଦୁବ ଘାସ ଅଛି, ଗ୍ରୀନ୍ ଗୋଲ୍ଡ ସ୍ୱାର୍ଡ ବୋଲି ଗୋଟେ ୱାର୍ଡ ଅଛି, ଗ୍ରୀନ୍ ଗୋଲ୍ଡ ସ୍ୱାର୍ଡ, ସ୍ୱାର୍ଡ ମାନେ ହଉଛି ଦୁବ ଘାସ, ଗ୍ରୀନ୍ ଗୋଲ୍ଡ ହଉଛି ସାବିତ୍ରୀର ପାଦ, ପାଦଟା ଏତେ ଚମତ୍କାର ସୁବର୍ଣ୍ଣ ରଙ୍ଗ। ଏବଂ ସତ୍ୟବାନ ତାଙ୍କୁ ପଚାରୁଛନ୍ତି ଆପଣ ତ ସୁବର୍ଣ୍ଣ ବର୍ଣ୍ଣା, ଆପଣ କଣ ସୂର୍ଯ୍ୟ କିରଣ ଗୁଡାକ, ତରଳ ସୂର୍ଯ୍ୟ କିରଣକୁ କିଏ ଢାଳିକି ଆଣି ତାକୁ ଗୋଳେଇ ଗାଳି କଠିନ କରି ସେ ଯୋଉ ମେଟେରିଆଲଟା ହେଇଛି ସେଇଥିରେ ଆପଣଙ୍କୁ କିଏ ଗଢିଛି କି? ଏ ଭାଷାରେ ଲେଖା ହେଇଛି, ଏ ଚମତ୍କାର ଭାଷା। ତାପରେ ସେଠୁ ଯେତେବେଳେ ସେ ଓହ୍ଲଉଛନ୍ତି କହୁଛନ୍ତି ଆପଣ ଦୟାକରି ଆପଣଙ୍କ ସୁବର୍ଣ୍ଣ ପାଦଟିକୁ ଏଇ ଦୁବଘାସ ଉପରେ ଟିକେ ରଖନ୍ତୁ, କି ପୃଥିବୀର ସୌନ୍ଦର୍ଯ୍ୟ ବଢିଯିବ। ଏବଂ ପୃଥିବୀ ଅଛି ପୃଥିବୀ ସୌନ୍ଦର୍ଯ୍ୟ ବଢିବ। ଅନେକ ଦିନରୁ ପୃଥିବୀ ଅପେକ୍ଷା କରିକି ଅଛି, ଆପଣଙ୍କ ଭଳିଆ ଜଣେ ଦେବୀ ଏ ପୃଥିବୀକି ଆସିଲେ ତାଙ୍କ ପାଦ ଟିକେ ତା ଛାତି ଉପରେ ସେ ଧରିକି ରଖିବ। କି ଭାଷା ଦେଖନ୍ତୁ। ଏବଂ ଆପଣଙ୍କ ପଦସ୍ପର୍ଶ ପାଇକି ପୃଥିବୀ ଧନ୍ୟ ହେଇଯିବ, ଟିକେ ପାଦ ତଳେ ରଖନ୍ତୁ। ତାପରେ ସାବିତ୍ରୀ ରଥରୁ ଓହ୍ଲଉଛନ୍ତି। କେମିତି ଓହ୍ଲଉଛନ୍ତି ସେଇଟା ବି ବର୍ଣ୍ଣନା ହେଇଛି। ସାବିତ୍ରୀ ପିନ୍ଧିଛନ୍ତି ପାଟ ଶାଢୀ, ପାଟ ବସ୍ତ୍ର, ସୁବର୍ଣ୍ଣ ରଙ୍ଗର ପାଟ ବସ୍ତ୍ର। ପବନରେ ସେ ଦୋଳାୟିତ ହଉଛି, ଦୋଳାୟମାନ ସୁବର୍ଣ୍ଣ ରଙ୍ଗର ପାଟ ବସ୍ତ୍ର ଅପାତ କବି ଭାଇତ ସାହିତ୍ୟ, ତେଣୁ ସିଏ ହଲୁଛି। ଏ ଆସ୍ତେ ଆସ୍ତେ ଶ୍ରୀ ଅରବିନ୍ଦ କହୁଛନ୍ତି ଖାଲି ପାଟ ବସ୍ତ୍ରଟା ହଲୁନି, ତାଙ୍କ ଅଙ୍ଗଟା ଶରୀରଟା ଏତେ ହାଲୁକା ସିଏ ମଧ୍ୟ ପବନରେ ଦୌଡୁଛି। ଆମ ଶରୀର ଗୁଡାକ, ଆମ ପେଟ ବଢିଗଲାଣି, ଆମେ ତ ହାଲୁକା କରୁନୁ ନା, ଆମେ ସୂକ୍ଷ୍ମ ଜିନିଷ କଣ ଜାଣିନୁ, ଆମେ ସବୁ ସ୍ଥୂଳରେ ବାସ କରୁଛୁ। ତେଣୁ ସୂକ୍ଷ୍ମ ଜିନିଷଟା ଦେଖିବେ କେବେ ରୋଗାକ୍ରାନ୍ତ ହୁଏ ନାହିଁ। ଆମ ଭିତରେ ଯୋଉ ସଟଲ ଥିଙ୍ଗସ ଆସି ସେ ରୋଗାକ୍ରାନ୍ତ ହୁଏନି, କେବଳ ସ୍ଥୂଳତା ରୋଗାକ୍ରାନ୍ତ ହୁଏ। କାହିଁକି ନା ୱିୟର ଟିୟରରେ, ଶରୀରର ଯୋଉ ୱିୟର ଟିୟର ହୁଏ, ସମୟ କ୍ରମେ ଆପଣ ଗୋଟେ କୋଇଲା ଜଳୁଥିବା କୋଇଲାକୁ ଥୋଇଦେବେ, ସେମିତି ସେ କଣ ସବୁବେଳେ ସବୁ ଜଳୁଥିବ? ନେଚରର ଗୋଟେ ୱିୟର ଟିୟର କାପାସିଟି ଅଛି, ସେଟାକୁ ଆସ୍ତେ 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 ପାଉଁଶ କରିଦେବ। ଏ ଶରୀରର ସେମିତି ୱିୟର ଟିୟର କାପାସିଟି ଅଛି, ସେଇ ଥୋଇଦେଲେ ବା ଠିକ ହେଇକି ବସିକି ଆପଣ ରହିବେ, କିଛି କରିବେନି ବା ଆହୁରି ଖରାପ ହବ। କାହିଁକି ନା ଅଙ୍ଗ ପ୍ରତ୍ୟଙ୍ଗ ଚାଳନା ନ କଲେ ଅଙ୍ଗ ପ୍ରତ୍ୟଙ୍ଗ ଜଏଣ୍ଟ ଏଗୁଡାକ ସବୁ ଧରିଯାଏ। ତାର କାରଣ ହଉଛି ସେ ଯାହା ପାଇଁ ତିଆରି ହେଇଛି ସେଗୁଡାକ ଆମେ କରୁନାହିଁ, ସେଥିପାଇଁ ଅସୁବିଧାଟା ହୁଏ। ତାପରେ ଯେତେବେଳେ ସାବିତ୍ରୀ ଓହ୍ଲଉଛନ୍ତି ତଳକୁ ଆସିଲେ, ସତ୍ୟବାନଙ୍କୁ ଦେଖିଲେ, ତାପରେ ସାବିତ୍ରୀଙ୍କ ବିଷୟରେ ବର୍ଣ୍ଣନା ହେଇଛି। ଏ ଅଧ୍ୟାୟଟି ହେଉଛି ବୁକ୍ 5 କାଣ୍ଟୋ 3। ବୁକ୍ 5 ହେଉଛି ବୁକ୍ ଅଫ୍ ଲଭ୍, କାଣ୍ଟୋ 3 ହେଉଛି ସତ୍ୟବାନ ଆଣ୍ଡ ସାବିତ୍ରୀ। ଏଇ ଯେତେବେଳେ ଚାଲିଛି କଥୋପକଥନ ଚାଲିଛି, ଏଇ କଥୋପକଥନରେ ସାବିତ୍ରୀ ପଚାରି ଦେଇଛନ୍ତି ଆପଣ ଜଙ୍ଗଲରେ କଣ କରୁଛନ୍ତି? ତେଣୁ ସତ୍ୟବାନ ସବୁ କଥା କହିଛନ୍ତି। ସାବିତ୍ରୀ କହିଲେ ଠିକ ଅଛି, ମୁଁ ଯାହା ଖୋଜୁଥିଲି ପାଇଗଲି। ତେଣୁ ସେ ଅରଣ୍ୟର ବର୍ଣ୍ଣନା ହେଇଛି, ହରିଣ ମାନେ ଦୌଡୁଛନ୍ତି, ପ୍ରଜାପତି ମାନେ କେମିତି
ରଙ୍ଗ ବେରଙ୍ଗ ପ୍ରଜାପତି ମାନେ ଉଡ଼ି ଉଡ଼ି ଏଠି ବସି ଯାଉଛନ୍ତି, ପୁଣି ଉଠିକି ଆଉ ଗୋଟେ ଜାଗାରେ ବସି ଯାଉଛନ୍ତି, ସେଗୁଡାକ ବି ବର୍ଣ୍ଣନା ହେଇଛି। ନିର୍ଝରଣୀ ମାନେ ଝରଝର ହେଇ ବସି ଯାଉଛନ୍ତି, ତାଙ୍କ ଭାଷା ବି ବର୍ଣ୍ଣନା ହେଇଛି। ଅନେକ ଜିନିଷର ବର୍ଣ୍ଣନା ହେଇଛି। ତାପରେ ଅନେକ ଆମେ ଦେଖୁଥିବା ଜିନିଷ ଛଡା ଆହୁରି ଅନେକ ଜିନିଷ ଗୁହ୍ୟ ଭାବରେ ଲୁକାୟିତ ଭାବରେ ଆମ ଚାରିପଟ ଯାକ ବୁଲୁଛନ୍ତି ସୂକ୍ଷ୍ମ ଭାବରେ। ଆପଣ କେବେ ଅନୁଭବ କରିଛନ୍ତି କି ଆପଣ ଠିଆ ହେଇଛନ୍ତି ବାସ କରିକି ବାହାରକୁ ଲକ୍ଷ୍ୟ କରି ଆପଣ ପିଛରେ କି ହାତ ମାରିଦେବା ଭାବିଛନ୍ତି? ସୂକ୍ଷ୍ମ ଶକ୍ତି ମାନେ ଅଛନ୍ତି ଆପଣଙ୍କୁ ସଚେତନ କରି କାଟି ହାତ ମାରିଛନ୍ତି। ହୟତ ତା ପରମୁହୂର୍ତ୍ତରେ ଆପଣ ଜାଣିପାରନ୍ତେ ସେଇଠି ଯଦି ଠିଆ ହେଇଥାନ୍ତେ ଯୋଉ ଘଟଘଡ଼ି ମାରିକି ହୟତ ପଡିଥାନ୍ତା। ଏଇ ସବୁ ଜିନିଷ ଗୁଡାକ ସୂକ୍ଷ୍ମ ଭାବରେ ଅନେକ ସତ୍ତା ଅଛନ୍ତି। ଯୋଉ ମଣିଷ ସେ ସମ୍ପର୍କରେ ସଚେତନ ଥାଏ ତାକୁ ସେମାନେ ସାହାଯ୍ୟ କରନ୍ତି। ଆଉ ଅଚେତନ ଲୋକ ତ ଜାଣିପାରିବନି। ଆମେ ସବୁ ତ ଅଚେତନ ଲୋକ କେମିତି ଜାଣିବୁ କଣ ହଉଛି ବୋଲି କୁଆଡେ। ଏଇ କଥାଟି ଶ୍ରୀ ଅରବିନ୍ଦ ସାବିତ୍ରୀରେ ବୁକ୍ 5 ବୁକ୍ ଅଫ୍ ଲରେ ଦେଖିଛି। ପ୍ରଥମ ଅଧ୍ୟାୟଟା ନାଁ ହଉଛି ଦି ଡେଷ୍ଟିନି ମିଟିଂ ପ୍ଲେସ୍। ସତ୍ୟବାନ ସାବିତ୍ରୀ ଯୋଉଠି ଭେଟିଲେ ଆଗରୁ ସ୍ଥିର ହେଇଛି, ହଠାତ୍ ହେଇଗଲାନି ସେଟା ଡେଷ୍ଟିନି ଆଗରୁ ଲେଖା ହେଇକି ଅଛି। ଏଇଠି ସେ ଭେଟିବେ, ଏଇ ଜଙ୍ଗଲରେ ଭେଟିବେ। ତାପରେ ଦ୍ୱିତୀୟଟି ହଉଛି ଖାଲି ସତ୍ୟବାନ। ତୃତୀୟ ଅଧ୍ୟାୟ ସତ୍ୟବାନ ଆଶା। ଏଇଟି ବୁକ୍ 5 ସରିଗଲା ପରେ ବୁକ୍ 6ଟା ହଉଛି କଣ ନା ପ୍ରଥମଟା ହଉଛି ୱାର୍ଡ ଅଫ୍ ପ୍ରଫେଟ୍, ଦ୍ୱିତୀୟଟି ହଉଛି ୱେ ଅଫ୍ ପ୍ରଫେଟ୍ ଆଣ୍ଡ ପ୍ରୋବ୍ଲେମ ଅଫ ପେନ୍। ୱାର୍ଡ ଅଫ୍ ପ୍ରଫେଟ୍ ହଉଛି କଣ ଭାଗ୍ୟର ଭାଷା। ଭାଗ୍ୟ ଆମେ ଯାହାକୁ ବିଶ୍ୱାସ କରୁଛୁ, ଭାଗ୍ୟର ଭାଷା ହଉଛି କଣ ନା ଭାଗ୍ୟ ସବୁବେଳେ ଆମକୁ କହୁଛି, ଆମକୁ ସବୁବେଳେ ଆମ ପଛ ପଛ ଲାଗିଛି। ଯାହାକୁ ଆପଣ ଡେଷ୍ଟିନି କୁହନ୍ତୁ, ଭାଗ୍ୟ କୁହନ୍ତୁ, ସେ ତା ଭାଷାରେ ଆମକୁ ସବୁବେଳେ କହୁଛି ତମର ଏହା ହବାକୁ ଯାଉଛି। କିନ୍ତୁ ଶ୍ରୀ ଅରବିନ୍ଦ କହୁଛନ୍ତି ମଣିଷର ଭାଗ୍ୟଟାକୁ ସେ ନିଜେ ତିଆରି କରେ। ଫେଟ୍ଟା ହଉଛି ଗୋଟେ ଡେଷ୍ଟିନି, ନିର୍ଦ୍ଦିଷ୍ଟ ଜାଗା ନୁହେଁ ବା କୌଣସି ଗୋଟାଏ ଜାଗାକୁ ବାଟ କରେଇକି ନିଜେ ଠିଆ କରିଦେବ ଫେଟ୍ ଅର୍ଥ ତାହା ନୁହେଁ। ଫେଟ୍ ହେଉଛି ଫେଟ୍ ଇଜ୍ ଦ୍ୟାଟ୍ ହ୍ୱାଟ୍ ମ୍ୟାନ୍ କ୍ୟାନ୍ ମେକ୍। ଆମେ ଯାହା ତିଆରି କରିବୁ ସେଟା ଆମର ଭାଗ୍ୟ। ଆମେ ଗୋଟେ ବାଟରେ ଯାଉଛୁ, ସେ ବାଟରେ ଗଲେ ଅସୁବିଧାରେ ପଡ଼ିବୁ, ଯଦି ବାଟ ଭାଙ୍ଗିଦେବୁ ଆଉ ଅସୁବିଧା ପଡ଼ିବୁ। ତେଣୁ ଆମ ଫେଟ୍ରେ ଅଛି ଆକ୍ସିଡେଣ୍ଟ ହବ, କିନ୍ତୁ ସେ ରାସ୍ତା ଯଦି ବଦଳେଇବୁ ଆମ ଆକ୍ସିଡେଣ୍ଟ ହବନି। ତେଣୁ ଆମେ ନିଜେ ଆମ ଭାଗ୍ୟଟାକୁ ଗଢ଼ିଲୁ ନା ଭାଗ୍ୟ ଆମକୁ ଗଢ଼ିଲା। ତେଣୁ ସବୁବେଳେ ଆମେ ମନେ କରିବା ଫେଟ୍ ବିଷୟରେ ବହୁତ ଲେଖିଛନ୍ତି ଶ୍ରୀ ଅରବିନ୍ଦ। ଫେଟ୍ ହେଉଛି ଗୋଟେ ଟ୍ରାଞ୍ଜାକ୍ସନ। ଆମ ଭାଗ୍ୟଟାକୁ ଟ୍ରାଞ୍ଜାକ୍ସନ ହେଇଯାଇଛି। ଉପରେ ନିୟତି, ଲର୍ଡ ହେଲେ ଆର୍ବିଟର, ଆମେ ହେଲୁ ସିଫି ଯାହା ଉପରେ ଫେଟ୍ କାମ କରିବା। କିନ୍ତୁ ଏଇ ତିନିଟା ଯାକ ଜିନିଷକୁ ଯଦି ଆମେ ଚେଞ୍ଜ କରିଦେବୁ ଫେଟ୍ ବି ଚେଞ୍ଜ ହେଇଯିବ। এইটাও বুক 6 লেখଛନ୍ତି କ୍ୟାଣ୍ଟୋ 1। କ୍ୟାଣ୍ଟୋ 2ଟା ହଉଛି ୱେ ଅଫ୍ ଫେଟ୍ ଆଣ୍ଡ ପ୍ରୋବ୍ଲେମ ଅଫ ପେନ୍। ଆମ ଯନ୍ତ୍ରଣା ଗୁଡାକ କଣ ସବୁ, କାହିଁ ଯନ୍ତ୍ରଣା ହେଉଛି? ଯନ୍ତ୍ରଣା ଗୁଡାକୁ ଆକ୍ଚୁଆଲି ଆମେ ଡାକୁ, ଯନ୍ତ୍ରଣା ଆସେନି, ଆମେ ତ ଇନଭାଇଟ୍ କରୁ। ଶ୍ରୀ ଅରବିନ୍ଦ ଗୋଟେ ଲାଇନ୍ ଲେଖିଛନ୍ତି, ତାର ଅର୍ଥ ହେଉଛି ଯେ ସ୍ପାଇସେସ୍ ଅଫ ପେନ୍ ଆଣ୍ଡ ଟିୟର୍ସ ଅଫ୍ କଣ ସ୍ପାଇସ୍ ପେନ୍ଟାକୁ ଆମେ ସ୍ପାଇସ୍ ଭାବରେ ଗ୍ରହଣ କରିଛୁ। ତାପରେ ନ କାନ୍ଦିଲେ ଆମେ କହୁ ଟିୟର୍ସ ଅଫ୍ ଲଭ୍। ନ କାନ୍ଦିଲେ ସେଟା ଲଭ୍ ନୁହଁ। ଆମେ ଏହା ଶିଖିଛୁ ତ, ଯଦି ତୁମେ ଭଲରେ ନ କାନ୍ଦିଲ ସେଟା କି ଭଲ, ଯଦି ତୁମେ ମନ୍ଦରେ ନ କାନ୍ଦିଲ ସେଟା କି ମନ୍ଦ। ତେଣୁ ଆମେ ମନ୍ଦରେ କାନ୍ଦିବୁ, ଭଲରେ ବି କାନ୍ଦିବୁ। ଯଦି ନ କାନ୍ଦିଲୁ, ଧରନ୍ତୁ ଜଣଙ୍କ ଘରେ ଜଣଙ୍କ ଦେହାନ୍ତ ହେଇଗଲା, ସେ ଘରେ ନିୟମ ଅଛି କେହି କାନ୍ଦିବନି। ଅନ୍ୟ ଲୋକମାନେ କଣ କହିବେ, କେମିତା ଲୋକ ମା ମରିଯାଇଛି କାନ୍ଦୁନାହାନ୍ତି। ତାର କାନ୍ଦିବାଟା ନିୟତି କରିଦେଇଛି ଆଗରୁ, ଇଏ ମଲେ ହିଁ କାନ୍ଦିବେ। ସେଇ ଜିନିଷ ଗୁଡାକ ଆମକୁ ଟିୟର୍ସ ଆସିବା ପାଇଁ ବି କାମରେ ଲାଗେ। ଯେତେବେଳେ କମିଟି ଅଛନ୍ତି ବହୁତ ବଡ ସେମାନେ ହେଇଗଲେଣି ବମ୍ବେ, ସିଏ କାନ୍ଦି ପାରନ୍ତିନି, କାନ୍ଦିବା କଣ ସେମାନେ ଜାଣିଥାନ୍ତି। ତେଣୁ ତାଙ୍କ ଘରେ ଯଦି କେହି ଜଣେ ଦେହାନ୍ତ ହେଲା, ସିଏ କାନ୍ଦନ୍ତି, କାନ୍ଦିବା ପାଇଁ ଭଡାରେ ଲୋକ ଆଣନ୍ତି। ଗୋଟେ ଫିଲ୍ମ ମେଡା ଯାଇଥାଏ, କଣଟା ଲାଗେ ରୁଦାଲି, ରୁଦାଲି ଗୋଟେ ଫିଲ୍ମ ହେଇଥିଲା, କିରାଏ ପର ରୋନେ ୱାଲେ। କିରାଏ ଭଡା ନେଇକିରି କାନ୍ଦିବା ପାଇଁ ଲୋକ ଅଛନ୍ତି, ତାଙ୍କୁ ଡାକିଲେ ସେ କାନ୍ଦିବେ।
ଆଚ୍ଛା ଆମର ସେମିତି ସେଇ ଜିନିଷଟା ମଡିଫାଏ ହେଇକି କୀର୍ତ୍ତନ କରିବା ଅଛି ନାଇଁ କି? ଆପଣ ଘରେ କଣ କୀର୍ତ୍ତନ କରିପାରିବେନି କି ପ୍ରାର୍ଥନା ବୋଲୁଛନ୍ତି ଯେମିତି ଅପା ବୁଲିଲେ ପ୍ରାର୍ଥନା କରିପାରିବେନି କାହିଁକି ଡାକିକି ସେ ବରାରେ ମୃଦଙ୍ଗ ଝାଞ୍ଜ ଫଳ ଆଣିକି ବାଡେଇକି କଣ ଘଟଣା କଣ सीधा ही सिया किराए पर कीर्तन करने वाले किराए पर रोने वाले एका जिस ये जिन गुड़ाक वे आपको फेल भाग्य भाग्य आमको पड़े एवं यही जंत्रणा रूपक स्पाइसेस आम कहूँ जंत्रणा गोटे मसला से जंत्रणा ना मसलार स्वाद आमको मिलनी से जंत्रणा आम इनभाइट कर केमिति श्री अरविंद कहते आम भितर आम दीटा जिन अच्छी गोटे श्री अरविंद जो लाइफ लाइन बहुत लिखिं तार गोटे अध्याय अच्छी डुअल सोल ऑफ मैन मनुष्य दीटा सोल मनुष्य सब जिन दीटा शरीर जो स्थूल सूक्ष्म शरीर गोटे अच्छी सूक्ष्म स्थूल मन सूक्ष्म मन अच्छी स्थूल प्राण सूक्ष्म प्राण भी अच्छी तेणु जेहेतु सब जिन दीटा अच्छी सेमती स्थूल आत्मा सूक्ष्म आत्मा ही अच्छी समस्त भीतर सीटा अच्छी अच्छा यही सब जिन गुड़िक आम भर अच्छी बोली आम दोना बुलिया अर्थात दुई नेचर दुए नेचर कौटा डिजायर सोल कौन डिजायर सोल अर्थ कामना वासना बाहर जो आप जोटा कहते मो आत्मा को बाधिलानी से कि आत्मा प्रति बाध कहीं आत्मा तो से कार सहित नहीं तक बाध तेणु आम जो कौ आत्मा को बाधिलानी से जिनसा हूँ स्थूल आत्मा आत्मा तो केते प्रकार अच्छे आम साइकिक भी आत्मा नुह साइकिक भी बाहर रही डिजायर सोल बा स्थूल आत्मा साइकिक भी पर रही सोल खाली सोल तापर रही स्पिरिट तेणु स्पिरिट रू आसी आसी डिजायर आम सब डिजायर सोल बास कर आम स्पिरिट कौन जान साइकिक पिंग जान और खाली सोल ना ये जिन गुड़ाक रियलाइज करने कथा खाली कहले हेनी वकील गले हेनी बही पढ़ले हेनी पढ़ी रियलाइज करा तेणु जिते लाइफ डिवाइन श्री अरविंद डुअल सोल कथा लिखिले सी चिंता करके लिखिं ये मनुष्य मैंने जो आचरण कर आचरणटा प्रकृति भीतर आचरण नुहे बाह्य आचरण अनेक जिन भितर लुचेक रखुच्च आम जहाँ करूँ सब जिन गोटे वार्ड से प्रोफेनिंग प्रोफेनिंग अर्थ हूँ ठकवा नहीं मैंने गुड़ाए बढ़े कहवा दैट इज प्रोफेनिंग प्रोफेनिंग जी जहाँ नुहे से कथा कहवा दैट इज प्रोफेनिंग गुड़ाए बढ़े कहवा आम भगवान खाली प्रार्थना करूँ खाली से जहाँ न कर कथा भी कहूँ श्री अरविंद कहते शिक्षा शिष्य जोगे मनुष्य भगवान को जो गाड़ी दिए आप गाड़ी दिए कारण भगवान गाड़ी देवा सहज कहीं से हाथ उठे ना भगवान को हाथ उठी छोट नाटे मारे कि आउ जो गाड़ी से मार तेणु अन्य मान गाड़ी न दे केवल भगवान को मनुष्य गाड़ी देवा भल पाए जाति आपण जहाँ कर जो लुगा वस्त्र पिधातु भगवान को जहाँ दिंतु मण मण सुना आनिक पादे हाथ में गोड़े मुंडे फोन इट इज ऑल प्रोफेनिंग कारण से जिन आस मुंडे की बुनते किए देखी यही वस्त्र से पिंधुले किए देखी युवा कहीं दिया ये जो गुड़ा तो दिया ये गुड़ा गोटे छल आम भावुँ भगवान जेहेतु सर्वोच्च स्तर में अच्छा सर्वनियंता सबुठ भल जिन दवा गोटे सुनार मुकुट दवा गोटे सुनार मुकुट सरीगला हीरार मुकुट दवा ये जिन गुड़ा मनुष्य बाह्य मन बाह्य प्राण चेतना बाह्य चेतना कथा भीतर नुह भितर अनेक जिन आम लुचेक रखीचे आम चेतना भितर अनेक जिन अच्छे जहाँ प्रकाश करना प्रकाश करने को आम साहस नहीं जदि प्रकाश करदे अन्य माने कौन भावे मोर स्थिति कौन सामाजिक स्थिति कौन भय आम प्रकाश करूँ बेले बेले जब गोटे लिक हो प्रकाशित होगला केमी बंद करने को बाट पाइबनी सब डिलीट कर दिया आसीगला तेणु कहीं जमी हो
ଭିତରେ ଅନେକ ଜିନିଷ ଅନେକ କଥା ଯାହାକୁ ଶ୍ରୀ ଅରବିନ୍ଦ କହୁଛନ୍ତି ଉର୍ଜା ବା ସ୍ଫୁଲିଙ୍ଗ ରହିଛି। ତାକୁ ଆମେ ବାହାରକୁ ନ ଛାଡ଼ିବାରୁ ବନ୍ଦ କରିକି ରଖିଥିବାରୁ ଏପରିକି ଯୌମୁଦ ଦେଇକି ରଖିଥିବାରୁ ପୁରାପୁରି ତାକୁ ଚାପିକି ତା ଉପରେ ଯୌମୁଦ ରଖିକି ନ ବାହାରିବ କେହି ନ ଜାଣିବେ ମୁଁ କଣ। ସେ ତା ଭିତରେ ଆସ୍ତେ 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 ବଳ ସଞ୍ଚୟ କରୁଛି। ବଳ ସଞ୍ଚୟ କରି ଯଦି ଅଧିକା ବଳ ତାର ହେଇଗଲା କଣ କରିତା ଫଟେଇବ ଉପରକୁ। ଶ୍ରୀ ଅରବିନ୍ଦ କହୁଛନ୍ତି ଗୋଟେ ସମୟ ଆସିବ ତା ଉପରେ କ୍ଲାଉଡିଂ ହବ। କ୍ଲାଉଡିଂ ମାନେ ହଳ ବୁଲିବ। ଯେତେବେଳେ କ୍ଲାଉଡିଂ ହବ ତମକୁ କଷ୍ଟ ହବ ନା କଣ ହବ। ସେ ଯେତେବେଳେ ଫାଟିକିରି ବାହାରେ ସେତେବେଳେ ଆମେ ଚିତ୍କାର କରୁ। ସେତେବେଳେ ଆମକୁ କଷ୍ଟ ହୁଏ। ଏମିତି କଷ୍ଟ ହୁଏ ଯେ ଆମେ ଜାଣିନୁ ତାକୁ ଲୁଚେଇକି ରଖିଥିଲୁ ବୋଲି ସେ ବାହାରି ଗଲାଣି। ଏବଂ ବାହାରି ଗଲା ପରେ ମଣିଷକୁ ଯୋଉ ଶାନ୍ତି ମିଳେ ଦ୍ୟାଟ୍ ଇଜ୍ ଏ ଟେଷ୍ଟ ବୋଲି କହୁଛନ୍ତି। ତାରି ନାଁ ହଉଛି ଯେ କଣ ଟେଷ୍ଟ ଅଫ୍ ବା ସ୍ପାଇସେସ୍ ଅଫ୍ ପେନ୍। ଯନ୍ତ୍ରଣାର ଗୋଟେ ସ୍ପାଇସି ଗୁଣ ଅଛି। ପ୍ରତ୍ୟେକ ଯନ୍ତ୍ରଣା ଆପଣ ଅନୁଭବ କରିଛନ୍ତି, ଆମେ ଅନୁଭବ କରିଛେ। ଯନ୍ତ୍ରଣା ଆସିବା ପୂର୍ବ ଯନ୍ତ୍ରଣାକୁ ଆମେ ମଧ୍ୟ ନିମନ୍ତ୍ରଣ ବି କରୁଛେ ନାଇଁ କି। ମୋ ଦାନ୍ତ ଏତେ ଜୋରରେ ବିନ୍ଧିବା ଦରକାର ନାହିଁ, ଟିକେ ମଧୁର ମଧୁର ଯନ୍ତ୍ରଣା ହେଲେ ଚଳିବ। ତା ଉପରେ କବିତା ବି ଲେଖା ହେଇଛି। ତାର ତ ମଧୁର ଯନ୍ତ୍ରଣାଟି କଣ? କୌଣସି କବି ଥରେ ହয়তো ସେଇ ଯନ୍ତ୍ରଣା ପଢି ଯାଇଛନ୍ତି, ତେଣୁ ମଧୁର ଯନ୍ତ୍ରଣା ସେ ଗୋଟେ କବିତା ଲେଖିଥିଲେ। କିନ୍ତୁ ଯନ୍ତ୍ରଣା ଖୁବ ଜୋର ଯେତେବେଳେ ଉତ୍ପାଦନ କରିବା ପାଇଁ ଦରକାର ପଡେ ମା କହିଛନ୍ତି ଦାନ୍ତ ଉପାଡ଼ିବନି, ତାକୁ ଫିଲ୍ କର। ଉପାଡ଼ି ତ ସରିଗଲା କାମ। ତେଣୁ ଏଇ ଯୋଉ ଯନ୍ତ୍ରଣାଟାକୁ ଆମେ ନିଜେ ଇନଭାଇଟ କରୁଛୁ ବୋଲି ଯନ୍ତ୍ରଣା ଆସୁଛି ଆମକୁ। ବିନା ଯନ୍ତ୍ରଣାରେ ଆପଣ କହନ୍ତିନି 10 ବର୍ଷ ହେଇଗଲାଣି ମତେ ଜ୍ୱର ହଉନି, ଦେଖିବେ ତାପରେ ଦିନ ଜ୍ୱର ହବ। କାହିଁକିନା ଆମେ ଇନଭାଇଟ କରିବା କେମିତି ଲାଗେ ଜ୍ୱର, କେମିତି ଲାଗେ ଏଇ ଜିନିଷ, ଏଇଗୁଡାକ ସେ ଲେଖିଛନ୍ତି ଡକ୍ଟର। ଏଇଟା ହେଲା ସ୍ପାଇସେସ୍ ଅଫ୍ ପେନ୍। ଆଉ ଗୋଟେ ହଉଛି ଟିୟର୍ସ। ଟିୟର୍ସ ଟା ଲୁଣିଆ ଲାଗେ। ଆଚ୍ଛା, ଲୁଣିଆ ଲାଗୁଥିବା ଜିନିଷ କୋଉଠି କୋଉଠି ସବୁ ଅଛି କହିଲେ? ନମ୍ବର 1 ସମୁଦ୍ରରେ ଅଛି। ନମ୍ବର 2 ଆଉ କୋଉଠି ଅଛି? ଆମ ଆଖିରେ ଅଛି, ବ୍ଲଡ୍ ପେପର ନାଇଁ କି। ଆଉ କୋଉଠି ଅଛି? ଝାଳ ସ୍ୱେଟ୍ ଶରୀର ଭିତରେ ଅଛି। ତେଣୁ ଏଇ 3ଟା ଜିନିଷ ଲୁଣିଆ ଏବଂ 3ଟା ଜିନିଷ ଆମର ଉପକାରୀ। ଆପଣ ଯଦି କହନ୍ତି ସେ ଥୋଡ଼େ ତାକୁ ଛାଡ଼ିଦେ, ସେ ଥୋଡ଼େ କାନ୍ଦି ପକଉ, ଦେଖିବି ତାର ସବୁ ଉଶ୍ୱାସ ହେଇଯିବ। କାହିଁକି ନା ଟିୟର୍ସର ଗୋଟେ ଭଲ ଗୁଣ ବି ଅଛି। କାନ୍ଦି ପକେଇଲେ ଗୁଡ଼ାଏ ଜିନିଷ ଉଶ୍ୱାସ ହେଇଯାଏ। ଯେମିତି ଆମେ ସମସ୍ତେ ମଣିଷ ହେଇଥିବାରୁ ଆମ ମଣିଷର ବାହ୍ୟ ଚେହେରା ଯାହା ଅନ୍ତର ଚେହେରାଟା ତାହା ନୁହେଁ, ସେ ଅଲଗା। ଏଇ ଜିନିଷ ଗୁଡାକ ଅନ୍ତର ଜୀବନ ଯେତେବେଳେ ଚାହେଁ ସେତେବେଳେ ଆମକୁ ଯନ୍ତ୍ରଣା ଆସେ ବା ଭଲ ଲାଗେ, ଡିଲାଇଟ୍ ଆସେ ବା ପେନ୍ ଆସେ। ପେନ୍ ଆଉ ଡିଲାଇଟ୍, ଆନନ୍ଦ ଆଉ ଯନ୍ତ୍ରଣା, ଇଏ ଟୁଇନ୍। ପ୍ରଥମେ ଯନ୍ତ୍ରଣା ତାପରେ ଆନନ୍ଦ, କାରଣ 2ଟା ଯାକ ଜାଣିଲା। ଏବଂ ଆମମାନଙ୍କ ପାଇଁ ଏଇଟା ଅଛି। ଏମିତି ବୁକ୍ 6 ସରିଗଲା, ବୁକ୍ 7 ବୁକ୍ 8 ହଉଛି ବୁକ୍ ଅଫ୍ ଡେଥ୍। ବୁକ୍ 7 ହଉଛି ବୁକ୍ ଅଫ୍ ଯୋଗ। ବୁକ୍ ଅଫ୍ ଯୋଗ ଅର୍ଥ କଣ? ବୁକ୍ ଅଫ୍ ଯୋଗ ହଉଛି ସାବିତ୍ରୀ ତ ବରଣ କରିକି ଚାଲି ଆସିଲେ, ଆସିକି ଫେରିବେ ତ ବାପାଙ୍କ ଘରକୁ। ଲାଷ୍ଟରେ କହିଛନ୍ତି ଯେ ଆମର ଶ୍ରୀଅରବିନ୍ଦ ଲେଖିଛନ୍ତି ଏତେ ଦିନ ପରେ ବୁକ୍ 5 କାନ୍ଥରେ ପୁଣି ଥରେ ପରମ ପ୍ରଭୁ ଏବଂ ପରମ ଜନନୀଙ୍କର ଭେଟ ହେଲା ଏଇ ପୃଥ୍ୱୀ ପୃଷ୍ଠରେ। ସାବିତ୍ରୀ ବନ ଫୁଲ ଗୁଡାକ ତୋଳିକି ସେଇ ବସିକି ଚେକା ପକି ମାଳା ପକେଇଲେ। ସତ୍ୟମାନଙ୍କ ବ୍ୟକ୍ତିରେ ଦେଇକି ପ୍ରଣାମ କେମିତି କରାଯିବ କି ଲେଖା ହେଇଛି। ଆଜିକାଲି ତ ପ୍ରଣାମ ଉଠିଗଲାଣି, ଆଣ୍ଠୁରେ ହାତ ମାରିଦେଇ ମୁଣ୍ଡରେ ମାରିଦେଲେ ପ୍ରଣାମ ହେଇଯାଉଛି। କିନ୍ତୁ ସେ କହୁଛନ୍ତି ଭୂମିରେ ପଡିକି ତାଙ୍କୁ ପଦସ୍ପର୍ଶ କରି ମୁଣ୍ଡ ପାଦରେ ରଖିକି ସେ ତାଙ୍କୁ ପ୍ରଣାମ କଲେ। ତେଣୁ ପ୍ରଣାମଟା କେମିତି କରିବାକୁ କୁହାଯାଇଛି, ତା ପ୍ରତି ଆମେ ଦୃଷ୍ଟି ଦଉନୁ। ପ୍ରଣାମଟା ଖରାପ ଜିନିଷ ନୁହେଁ। ତେଣୁ ପ୍ରଣାମଟା ଯେହେତୁ ଯୋଉ ଦିନଠୁ ଉଠିଗଲାଣି ଆମମାନଙ୍କର ଗର୍ବର ସୀମା ସେତିକି ବଢିଗଲାଣି। ତାପରେ ସରିଗଲା ପରେ ସେଇଟା ସେ ଫେରିଗଲେ।
बुक 6 बुक 5 सरला बुक 6 गला बुक 7 बुक 7 रे जेतों से फेरी जाउछंती तांका राजसभा नारद आसिक पहुंचे नारद कहीं आसुच्च ना नारदंकर गुण हूँ सी सब जगह जापर पासपोर्ट अच्छी सी रिपोर्टर नहीं डिवाइन रिपोर्टर सब आसवे तेणु नारद चली आसे आसिक सी कहे केवल दिस डे रिटर्निंग सत्यवान मस्ट डाई यहीटा कहे प्रकाश करेंगे सी आस तेणु बुक 6 अच्छी बुक 5 सरला बुक 6 यही कथाटी है बाह्य भाषा दिस डे रिटर्निंग सत्यवान मस्ट डाई सी आसिले केमी ओह्लौंट से वर्णना कराई ये पृथ्वी केमी देखा नारद जिते आसती पृथ्वी पृष्ठ को लेकर आसिले स्वर्गीय वातावरण को छाड़देले पृथ्वी वातावरण को चले श्री अरविंद कहते स्वर्गीय वातावरण मुहर जो संगीत बाहर सी जमी था एठिक आसला बेलू से संगीत परिवर्तन हो मूर्छना परिवर्तन हो हमनी एठिक आसला राग बदलीगला ना से धरतु जो रागे बोलुए ये आसला आशा बुरीगला दुखपूर्ण राग बदलीगला कहीं ना ये दुखर पृथ्वी जो जी जीव दुख से प्रकार माड़ी बसबनी ये तो आम जानते अनुभव अच्छे तेणु सी आसिले यही प्रकार अनुभव करके आसिले राजसभा को पाछटी नेले अश्वपति एवं महिषी अश्वपति राणी का ना कौन जानते कौन ना मालवी मालवी को डाक दी जन बस कथबार्ता होती कहीं आसिले जिज्ञासा कर समय सावित्री फेरी सावित्री फेरी जो फेरुंट से सत्यवा नारद नारद मुचार हुई दैट ब्राइड कम्स से बहुत किए कारण सी केवल स्वामी वरण कर नारद जानते बापा माँ जाना सी जनईदे व्हाट हु इज दैट ब्राइड कम्स से राणी आश्चर्य चकित हो राजा भी जाणीगले सावित्री आसिक कहते ओ फादर एंड किंग आपण जो मिशन बताइए मुझे पूर्ति कर मोर स्वामी को वरण कर ना सत्यवान से जंगल रोचे बापा सब यही समय नारद कहते ठीक अच्छे सब ठीक है राजा जाणीगले कारण अश्वपति सागर खाली राजा नुह सागर से जाणीगले मो झी जहाँ करके आसी ठीक कर कहीं जाने देखो वो सूक्ष्म जगत कथा कहती जो से सत्यवान ना उच्चारण करते आगे सत्यवान लिखीगला गोटे घन कला बादल पड़गला तेणु अश्वपति जाने विपद अच्छी एवं सागे सागे ए स्टुपेंडस लाइट चेस्ट दैट क्लाउड से क्लाउड को गोटे उज्जवल आलोक आसिक ठेली खानीगला अश्वपति को पार्टी बाहर इफ दैट इज वेल एवरीथिंग इज वेल सब ठीक किसी असुविधा नहीं कि राणी से बुझुना राणी कहते ठीक अच्छे तू जो भूल करा आउ थे से समय नारद कही ठीक अच्छे दिस डे रिटर्निंग यही कथा पदक कहवाई सी केमी निजी प्रिपेयर कर साधारण भाव तो जन आस कहीदेव नहीं आज दिनटा आसला तुम लुई मरीजे कहीपर से जो प्रिपेयर करमी श्री अरविंद से दर्श पे से प्रिपेयर कलापर कहते दिस डे रिटर्निंग राणी तो उठे से राणी होती आम मनुष्य मनर प्रतीक आम मन जमी सेमती सी तेणु सी कहते कहीपर आलम्बरण कर सावित्री को नाम करें इफ 1 year is granted to me that 1 year is sufficient से वर्षटा मो सफिशिएंट
ମୋର ଏତେ ବର୍ଷ ଦରକାର। ଏଇ କଥା ଯେତେବେଳେ ସେ କହିଦେଲେ ଏମାନେ ସମସ୍ତେ କଣ କରିବେ? ଉପରକୁ ଅନେଇକି ବସିବେ। ଟୁ ବି ଆଇସ୍ ଅଫ୍ ଫ୍ୟାକ୍ଟ। ତାର ଲାଷ୍ଟ ଲାଇନ୍ ହଉଛି ଦେ ସାଟ୍ ଲୁକିଂ ଆଟ୍ ଦି ଆଇସ୍ ଅଫ୍ ଫ୍ୟାକ୍ଟ। ତାପରେ ଦ୍ୱିତୀୟ ଏମିତି କ୍ରମାନ୍ୱୟରେ ଚାଲି ଚାଲିକି ମୁଁ ଆପଣଙ୍କୁ କହୁଥିଲି ଶେଷ ଅଧ୍ୟାୟଟା କହିବି। ସେ ଶେଷ ଅଧ୍ୟାୟଟିର ନାଁ ହେଉଛି ଯେତେବେଳେ ସାବିତ୍ରୀ ଫେରିକି ଯାଉଛନ୍ତି, ଫେରିକି ଯେତେବେଳେ ଆସିଲା ବେଳକୁ କଣ ହେଇଛି ଏଠି ନା ଆପଣ ଜାଣିଛନ୍ତି ଯମ ତାଙ୍କୁ ବର ଦେଇ ଦେଇଛନ୍ତି ତମ ବାପାଙ୍କ ଆଖି ଖୋଲିଯିବ, ଶ୍ୱଶୁରଙ୍କ। ସେତେବେଳେ ସେ ଆଖି ଖୋଲିଯିବ ବୋଲି କହିଛି, ଆଖି ଖୋଲିଗଲା। ରାଜ୍ୟ ଭୂତ ରାଜ୍ୟ ଫେରି ପାଇବେ, ରାଜ୍ୟ ଫେରି ପାଇବେ ବୋଲି ସଭାସଦ ମାନେ ଘୋଡ଼ା ହାତୀ ରଥ ଧରିକି ଆସିଛନ୍ତି ତାଙ୍କୁ ନେବେ ବୋଲି, ରାଜ୍ୟକୁ ଫେରିକି ନେବେ। ସବୁ ଜିନିଷ ତାଙ୍କର ଫୁଲଫିଲ୍ ହେଇଗଲା। ତାପରେ ସେ ମନା କଲି, ନାଇଁ ଏତେ ଜିନିଷ ମୋର କଣ ହବ, ମୋର ସତ୍ୟବାନ ଏଠି ରହିବେ ନା, ମୁଁ କେମିତି ଯିବି? ତାପରେ ଶେଷରେ ତାଙ୍କୁ ରିଲିଜ କରିଦେଇଛନ୍ତି ଲର୍ଡ ଅଫ୍ ଡେଥ୍। ସେ ତାଙ୍କୁ ଧରିକିରି ଆସୁଛନ୍ତି। ଏଇ ସମୟରେ ତାଙ୍କର ଆଖି ଖୋଲି ଯାଇଛି, ସଭାସଦ ମାନେ ଆସିଛନ୍ତି, ରଥ ଆସିଛି ନେଇକିରି ଯିବା ପାଇଁ ରାଜ୍ୟକୁ ଫେରେଇକିରି। ରାଜା କିନ୍ତୁ ଖୋଜୁଛନ୍ତି ମୋ ପୁଅ କୁଆଡ଼େ ଗଲା। ଏବଂ ସେ ଜାଣିଛନ୍ତି ମୋ ପୁଅ ବିବାହ କରିଛି, କିନ୍ତୁ ବହୁ ମୁହଁ ତ ଦେଖିନାହାନ୍ତି, ଆଖି କଥା ଦେଖେଇବି। ଏଇ ବେଳେ କିଛି ଦୂରରେ ଦେଖିଲେ ଦି ଜଣ, ଜଣେ ହାତ ଧରାଧରି ହେଇକିରି ଆସୁଛନ୍ତି। ସ୍ୱାମୀ ସ୍ତ୍ରୀ ହେଇପାରନ୍ତି, ରାଜା କହୁଛନ୍ତି। କିନ୍ତୁ ମୋ ପୁଅ ତ ଆସୁଛି, ସେ ଯାହାଙ୍କ ହାତ ଧରି ଆସୁଛି ସେ କିଏ? ଏଇ କଥାଟି କାହିଁକି ସେ ରଖିଛନ୍ତି ନା ତାଙ୍କର ତ ଆଖି ନକଲା, ଆପଣ ପ୍ରଶ୍ନ କରିପାରନ୍ତି ନା, ସେ କେମିତି ଜାଣିଲେ ସେ ତାଙ୍କୁ ବୋହୁ ବୋଲି? ତାପରେ ଆସିଲା ବେଳକୁ କିଏ କହୁଛନ୍ତି ସେ ତାଙ୍କ ବୋହୁ ବୋଲି। ଶ୍ରୀଅରବିନ୍ଦ ସବୁବେଳେ ପୋଏଟ, ପ୍ରିଷ୍ଟ, ଋଷି ମୁନି ତାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ସାବିତ୍ରୀରେ। ସେତିକିବେଳେ ପୋଏଟ ମାନେ, ପ୍ରିଷ୍ଟ ମାନେ, ମୁନି ଋଷି ମାନେ ଚତୁର୍ଦିଗରୁ କହୁଛନ୍ତି ଇଟ୍ ଇଜ୍ ହି ଟୁ ହୁମ୍ ଦି ଆର୍ଥ ହାଜ୍ ହାର୍ଡ ଓଲ୍ଡର ନୋ ମୋର୍ ଫର୍ ଇନ୍ ହାପି ଚେଞ୍ଜ। ଏ ସତ୍ୟବାନ ସାହେ ବିମର୍ଶନ, ତୁମର ଏତେ ପ୍ରକାର ହାପି ଚେଞ୍ଜ ହେଇଗଲାଣି, ଆଖି ଖୋଲିଗଲାଣି, ଋତୁରାଜ୍ୟ ଫେରି ପାଇଲାଣି। ସଭାସଦ ମାନେ ଆସିକି ଅନୁରୋଧ କରୁଛନ୍ତି, ରାଜାଙ୍କୁ ଯାହା କରିବାର କଥା ସେୟା କରୁଛନ୍ତି। ଏଥିରେ ଖୁସି ହେବାର ତମ କାରଣ କିଏ? ସେଇ ଯାହାଙ୍କ ହାତ ଦେଇ ତମ ପୁଅ ଆସୁଛନ୍ତି। ଏଇ ପରିପ୍ରେକ୍ଷୀରେ କେମିତି ସେ ଘଟଣାବଳ ସବୁ ଘଟୁଛି ଶ୍ରୀଅରବିନ୍ଦ ଏଠାରେ ଏଇଠି ଲେଖିଛନ୍ତି। ତେଣୁ ଯେତେବେଳେ ସେ ଫେରିଲା ବେଳେ କଣ ହଉଛି, ସତ୍ୟବାନ ତ ଜୀବନ ଫେରି ପାଇଛନ୍ତି। ଆପଣଙ୍କର ଗୋଟେ ଏଠି ପ୍ରଶ୍ନ ହେଇପାରେ, ଯଦି ସତ୍ୟବାନ ମୃତ୍ୟୁ ମୁଖରୁ ଫେରି ଆସିଛନ୍ତି, ଜୀବନ ଫେରି ପାଇଛନ୍ତି, ବର୍ତ୍ତମାନ ସେ କୋଉଠି ଅଛନ୍ତି? ନା ଯଦି ମରିଛନ୍ତି ତାପରେ କେତେ ବର୍ଷ ପରେ ମଲେ? ଏଇଟା ଗୋଟେ ପ୍ରଶ୍ନ। ନିଶ୍ଚିତ ଭାବରେ ଯଦି ସତ୍ୟବାନ ମରିଛନ୍ତି କେତେ ବର୍ଷ ପରେ ମଲେ, କେତେ ବର୍ଷ ଏଠି ରହିଲେ? ନାଇଁ ଯଦି ମରିକି ଅଛନ୍ତି କୋଉଠି ଅଛନ୍ତି? ଏଇ ପ୍ରଶ୍ନର ଉତ୍ତର ହଉଛି ଏଇଠି ଦେଇଛନ୍ତି। ଯେତେବେଳେ ସତ୍ୟବାନ ସଚେତନ ହେଲେ, ଏଗୁଡାକ ଯେଉଁ ଘଟଣା ଗୁଡିକ ଘଟିଛି ସତ୍ୟବାନଙ୍କ ମୃତ୍ୟୁ ପରେ ପରେ। ସତ୍ୟବାନ ଯେତେବେଳେ ଗଛ ହାଣୁଥିଲେ, କୁରାଢ଼ୀରେ ଗଛ କାଟୁଥିଲେ, ସେତେବେଳେ ସେ ତ ଓହ୍ଲେଇ ଆସେ ତଳକୁ, ତାଙ୍କ ମୁଣ୍ଡ ବୁଲେଇଲା ବୋଲି, ଏବଂ ସାବିତ୍ରୀଙ୍କୁ ସାବିତ୍ରୀ ତମେ ଟିକେ ଗୋଳ ଲମ୍ବେଇକି ବସ, ମୁଁ ତମକୁ ସେଇ କୋଳରେ ଟିକେ ମୁଣ୍ଡ ଦେଇଦେଲେ ହୁଏତ ମୃତ୍ୟୁ ମୋ ପାଖ ପଶିବ ନାହିଁ। ସେଇଠି ମୁଣ୍ଡ ଦେଇକି ଶୋଇଛନ୍ତି, ସେଇଠି ମୃତ୍ୟୁ ହେଇଛି। ତାପରେ ଆଉ ସେ କି ଜାଣିନା। ବର୍ତ୍ତମାନ କହୁଛନ୍ତି ସତ୍ୟବାନ ଜୀବନ ଫେରି ପାଇଛନ୍ତି, ତଥାପି ତାଙ୍କର ନିଦ୍ରା ଭଗ୍ନ ହୋଇନାହିଁ, ଅର୍ଥାତ୍ ସେ ଶୋଇଛନ୍ତି। ସାବିତ୍ରୀ ସତ୍ୟବାନଙ୍କ ଦେହକୁ ଆସ୍ତେ ଆସ୍ତେ ଆଉଁସି ଦଉଛନ୍ତି। ପ୍ରଭୁ ଶ୍ରୀଅରବିନ୍ଦଙ୍କ ଅପୂର୍ବ ଭାଷା ଶବ୍ଦ ବ୍ୟଞ୍ଜନାରେ ଶ୍ରୀଅରବିନ୍ଦ କହୁଛନ୍ତି ସି ପ୍ରେସ୍ଡ ଦ ଲିଭିଂ ବଡି ଅଫ୍ ସତ୍ୟବାନ। ସତ୍ୟବାନ ତ ବର୍ତ୍ତମାନ ବଞ୍ଚି ଯାଇଛନ୍ତି, ତାଙ୍କ ଲିଭିଂ ବଡିକୁ ଟିକେ ସେ ପ୍ରେସ୍ କରୁଛନ୍ତି, ଅର୍ଥାତ୍ ପାଦ ଛାପି ଦଉଛନ୍ତି, ହାତ ଟିକେ ଚାପି ଦଉଛନ୍ତି, ତାଙ୍କ ସେବା କରୁଛନ୍ତି। ଅନ୍ ହର ବଡିଜ୍ ୱାର୍ଡଲେସ୍ ଜୟ ଟୁ ବି ଆଣ୍ଡ ବ୍ରିଥ୍।
ଶରୀରର ଆମ ଗୋଟେ ୱାର୍ଡ ଏବେ ଅନେକ ୟୁଜ୍ କରୁଛନ୍ତି ବଡି ଲାଙ୍ଗୁଏଜ। ବଡିର ଗୋଟେ ଲାଙ୍ଗୁଏଜ ଅଛି, ଆପଣ କିଛି ନ ଖାଇଲେ ମଧ୍ୟ ଶରୀରକୁ ଦେଖି ଜଣାପଡ଼ିବ। ତେଣୁ ତାଙ୍କର ବଡି ଲାଙ୍ଗୁଏଜ ଯେତେବେଳେ ସତ୍ୟବାନଙ୍କର ବଡି ସହିତ ସମ୍ପର୍କ ରଖୁଛି, ସେତେବେଳେ ସତ୍ୟବାନଙ୍କ ବଡି ଭିତରେ ମଧ୍ୟ ଏନର୍ଜି, ଲଭ, ଫୋର୍ସ ଆସ୍ତେ 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 ଉଠୁଛି। She bore the blissful burden of his head between her breasts, warm labor of delight. ସେ ତ ତାଙ୍କୁ ଧରିକି ସେମିତି ଶୋଇଛନ୍ତି, ସତ୍ୟବାନ କରି ଯାଇଛନ୍ତି, ସେ ବସିଛନ୍ତି ସେଇଠି। ସେଇ ଧ୍ୟାନମଗ୍ନ ଅବସ୍ଥାରେ ଯମ ସହିତ ତାଙ୍କୁ ଲଢ଼େଇ ହେଇଛି। ସତ୍ୟବାନ ଯେତେବେଳେ କହିଲେ, ସାବିତ୍ରୀ ମୁଁ ଏତେ ସମୟ ଶୋଇପଇଲି, ମତେ ଟିକେ ଉଠେଇଦେଲନି। ଅର୍ଥାତ୍ ସତ୍ୟବାନ ମରିଗଲା ପରେ ଯାହା ଘଟଣା ସବୁ ଘଟିଛି, ସବୁଯାକ ସେଇ ଅବସ୍ଥାରେ ଘଟିଛି। ତେଣୁ ସୂକ୍ଷ୍ମ ଜଗତରେ ଘଟିଛି, ସ୍ଥୂଳରେ ଘଟି ନାହିଁ। ସେଇଥିପାଇଁ କି ଜୀବନକୁ ଅନେକ ଦିନ ବଞ୍ଚେଇ ରଖିବାର ପ୍ରଚେଷ୍ଟା ଜାରି ରହିଛି। ଜୀବନ ପ୍ରକୃତରେ ଆମର ଯୋଉ କଥା କୁହାଯାଇଛି, ଶରୀରକୁ ଛାଡ଼ିକିରି ଆତ୍ମା ଚାଲିଗଲେ ମୃତ୍ୟୁ କୁହାଯାଏ, ତାହା ସତ୍ୟ ନୁହଁ। ଶରୀର ପ୍ରାଣକୁ ଛାଡ଼ି ଦେଇଯାଏ, କହେ ମୁଁ ତ ବର୍ତ୍ତମାନ ତମର କାମରେ ଆଉ ଲାଗିପାରୁନି, ତମେ ଆଉ ଗୋଟେ ଶରୀରକୁ ଚାଲିଯାଅ, ମୁଁ ଏ ଶରୀର ତମଠୁ ଉଇଡ୍ର କରିଦେଉଛି। ତେଣୁ ବଡି ଉଇଡ୍ର କରିଯାଏ, ଆତ୍ମା କାହିଁ ଉଇଡ୍ର କରିଯିବ ବା ପ୍ରାଣ କାହିଁ ଉଇଡ୍ର କରିଯିବ? ସେ ବଡି ଚାଲିଗଲା ପରେ ଇଏ ଆଉ ଗୋଟେ ଶରୀର ଭିତରକୁ ଯାଏ। ତେଣୁ ଏଇ ଯୋଉ କଥା ଗୁଡାକ ଶ୍ରୀ ଅରବିନ୍ଦ ଏଇ ଜାଗାରେ ହିଁ ଲେଖିଛନ୍ତି। ତାପରେ କହୁଛନ୍ତି ସତ୍ୟବାନ ସଂଜ୍ଞା ଫେରିପାରିଲେ, ଅର୍ଥାତ୍ ନିଦରୁ ଉଠିଲା ବେଳେ ଆସି ଉଠିଲେ, କିନ୍ତୁ ପୂର୍ବବତ୍ ସାବିତ୍ରୀଙ୍କର ବେକରେ ତାଙ୍କ ହାତ ଛନ୍ଦି ହିଁ ରହିଛି, ହାତ ଖୋଲିନି। ତା ଏକ ଜୀବନ୍ତ ଛନ୍ଦ, ଯେଉଁଥିରେ ତାଙ୍କର ଅଧିକାର ନିହିତ ଅଛି। କାରଣ ସାବିତ୍ରୀଙ୍କ ବେକରେ ହାତ ଛନ୍ଦିକିରି ସେ ରହିବେ ସ୍ୱାମୀ ସ୍ତ୍ରୀ, ତେଣୁ ତାଙ୍କର ଅଧିକାର ସେଟା। ତେଣୁ ସେ ହାତ କାଢି ନାହାନ୍ତି। ଇତସ୍ତର ଟିକେ ଚିନ୍ତା କରି ସାବିତ୍ରୀଙ୍କ ନାଁ ନେଲେ। ହି ମର୍ମର୍ଡ with hesitating lips her name. Hesitantly ସେ ସାବିତ୍ରୀଙ୍କୁ ନାଁ ନେଲେ, ଡାକିଲେ ସାବିତ୍ରୀ। ତାଙ୍କୁ ତାଙ୍କ ସ୍ମୃତି ପଟକୁ ଅସ୍ପଷ୍ଟ ଭାବରେ ମନ ଭିତରକୁ ଆଣି ସାବିତ୍ରୀଙ୍କୁ ଚାହିଁକିରି କହୁଛନ୍ତି, When hast thou brought me captive back, love changed? ତୁମେ କେତେବେଳେ ମତେ ତୁମର ଏ ଯୋଉ କ୍ୟାପ୍ଟିଭ ଧରିଥିଲ, କୁଲେଇକି ଧରିଥିଲ, କ୍ୟାପ୍ଟିଭ ମତେ କେତେବେଳେ ଧରିକି ତମେ ଧରିକି ରଖିଲ, ଛାଡ଼ିଲ କେତେବେଳେ, ସେଟା ସେ ଜାଣିନାହାନ୍ତି, ପଚାରୁଛନ୍ତି। ଅର୍ଥାତ୍ ମୁଁ ଏତେ ସମୟ କଣ ଶୋଇପଡିଲି, ଏଇ କଥା ସେ ତାଙ୍କୁ କହୁଛନ୍ତି। To thee and sunlight walls, O golden beam, and cast of all sweetness, Savitri, Godhead and women, moonlight of my soul. ସାବିତ୍ରୀକୁ ଏତେ ଗୁଡା ବିଶେଷଣ କହୁଛନ୍ତି। ହେ ସାବିତ୍ରୀ, ତମେ ତ ସୂର୍ଯ୍ୟାଲୋକ, ତମ ସୂର୍ଯ୍ୟାଲୋକରୁ ଗୋଲ୍ଡେନ ବିମ୍ ଆସିକି ମୋ ଉପରେ ପଡିଛି, ଏବଂ ତମେ ହଉଛ ସମସ୍ତ ପ୍ରକାର ସୁଇଟନେସ୍ ର ଦୁର୍ଗ, କ୍ୟାସଲ, ଗଡ୍ ହେଡ୍, ତମେ ତ ଦିବ୍ୟ ଚେତନା, ତମେ ମଧ୍ୟ ମହିଷୀ ନାରୀ, ମହିଳା, ୱିମେନ୍। ମୁନ୍ ଲାଇଟ୍, ତମ ରଙ୍ଗ ହଉଛି ଚନ୍ଦ୍ର ଆଲୋକ ପରି, ଏବଂ ତମେ ହଉଛ ମୋର ସୋଲ୍, ଆତ୍ମା। କେତେବେଳେ ତୁମେ ମୋର ଏ ଦେହକୁ ଆଲିଙ୍ଗନ ମୁକ୍ତ କଲ, କେତେବେଳେ ଛାଡ଼ିଲ ମତେ, ପ୍ରେମ ଶୃଙ୍ଖଳାରେ ଯାହା ବାନ୍ଧିଥିଲ କେତେବେଳେ ଖୋଲିଦେଲ। ହେ ସାବିତ୍ରୀ, ତୁମେ ସ୍ୱୟଂ ଅଟ ପୁଣି ସୂର୍ଯ୍ୟାଲୋକର ପ୍ରାଚୀର, ହେ ସୁବର୍ଣ୍ଣ ରଶ୍ମି, ସ୍ଫଟିକ ଆଧାର, ସର୍ବୋତ୍ତମ ଆନନ୍ଦର ଦିବ୍ୟ ଚେତନାର ପ୍ରତିମୂର୍ତ୍ତି ତୁମେ। ହେ ଦିବ୍ୟ ଦେବୀ ସାବିତ୍ରୀ, ମୋ ଜୀବ ଆତ୍ମାର ଚନ୍ଦ୍ରମା ଆଲୋକ, ସୁଶୀତଳ ଅଟ। ସାବିତ୍ରୀକୁ ପ୍ରଶଂସା କରୁଛନ୍ତି ଏଇ ପ୍ରକାର କଥା କହି। ସତ୍ୟବାନ ପ୍ରକାଶ କରୁଛନ୍ତି ସାବିତ୍ରୀଙ୍କ ସମ୍ମୁଖରେ, ହେ ସାବିତ୍ରୀ,
ଏକ ଅଜଣା ଅଶୁଣା ଜଗତ ମଧ୍ୟରେ ମୁଁ ତୁମ ସହ ଯାତ୍ରା କରି ଆସିଛି। ଟିକେ ଟିକେ ଝାପସା ସ୍ୱପ୍ନ ଦେଖିବା ବେଳେ ତାଙ୍କର ମନେ ଅଛି ଏବଂ ମୁଁ ତାହା ଅନୁଭବ ମଧ୍ୟ କରିଛି। ମୋ ଆତ୍ମା ତୁମ ପଥ ଅନୁସରଣ କରି ଯାତ୍ରା କରିଛି। ଆମେ ମୃତ୍ୟୁର ତରୁଣକୁ ମଧ୍ୟ ଅବମାନନା କରିଛେ, ମୃତ୍ୟୁକୁ ମାନି ନାହିଁ। ମୃତ୍ୟୁ ଭିତରକୁ ଆମେ ଯାଇଛେ, ମୃତ୍ୟୁପୁରୀକୁ ଗମନ କରିଛେ, ତା ଭିତରେ କଣ କଣ ହଉଛି ସବୁ ଦେଖିଛେ ଏବଂ ତାକୁ ଅତିକ୍ରମ କରିଯାଇଛି। ଅତିକ୍ରମ କରିଯିବା ଅଲଗା ଜିନିଷ। ଅତିକ୍ରମ କରିଯିବା ଯୋଉ ଜିନିଷଟି ଆପଣ ଦେଖନ୍ତୁ, ଆମର ଗୋଟେ ଲେଖା ଅଛି ଲାଇନ୍, none can gone heaven who has not gone through hell। ନର୍କ ଦେଇକିରି ନ ଗଲେ ସ୍ୱର୍ଗକୁ ଯାଇପାରିବନି। ତା ଅର୍ଥ କଣ? ନର୍କ ଦେଇକିରି ନ ଗଲେ ମାନେ ନର୍କ ଭୋଗ ଗଲା ପରେ ସ୍ୱର୍ଗକୁ ଯିବ ନା। ଏଇଠି ଶ୍ରୀରମନ୍ଦ ରଖୁଛନ୍ତି ନର୍କକୁ ଓଭରକମ୍ କରିକି ଯିବ, ଆକ୍ରସ ତା ଉପରେ ଚାଲିଯିବ, କିନ୍ତୁ ନର୍କ ତୁମ ଦେହରେ ଲାଗିବନି। ଆପଣ ଯଦି ମହାଭାରତରେ ଅଛି, ମହାଭାରତ ଶେଷରେ ସମସ୍ତେ ପଡିଗଲେ, ଯୁଧିଷ୍ଠିର ଏକା ସ୍ୱର୍ଗକୁ ଗଲେ। କେମିତି ଗଲେ? ବାଟରେ ନର୍କ ଦେଖିକିରି ଗଲେ। ନର୍କ ଦେଖିବା ଅର୍ଥ ନର୍କରେ ବୁଡି ନାହାନ୍ତି, ସେ ସର୍ପାସ ତାକୁ ଓଭରକମ୍ କରିଗଲେ। ସେମିତି ନର୍କକୁ ଯିଏ ଯିବ ଓଭରକମ୍ କରିଗଲା ଯଦି, ତାର ମୃତ୍ୟୁ ଉପରେ ବିଚାର ଆସିବ। ତା ଭିତରେ ପଡିଲେ ହବନି, କିନ୍ତୁ ପଢିବା ପାଇଁ କେମିତି ଲୋକ ପଢନ୍ତି ବା ଆତ୍ମା କେମିତି? ଆତ୍ମା ତ ପଡେ ନାହିଁ। ଯେତେବେଳେ ଯାଉଥାନ୍ତି ମଣିଷର ମନ ପ୍ରାଣ ଶରୀର ଏଠି ରହିଗଲା, ମନ ପ୍ରାଣ ଯାଉଥାଏ, ସେତେବେଳେ ଏମିତି ଏକ ସିଚୁଏସନ ସୃଷ୍ଟି ହୁଏ, ସେ ବାଧ୍ୟ ହୁଏ ସେଇ ଅନ୍ଧାର ମୂଳକ ଭିତରକୁ ଚାଲିଯିବା ପାଇଁ, ଅନ୍ଧକାର ଭିତରେ ବୁଲିଯିବା ପାଇଁ। ସେଇ ଜିନିଷଟି ଆଙ୍କର ହେଇନି, କାରଣ ସେ ତାକୁ ସର୍ପାସ କରିଯାଏ, ଅତିକ୍ରମ କରିଯାଇଛନ୍ତି। ଅତିକ୍ରମ କରିବାଟା ଅଲଗା ଜିନିଷ। ସତ୍ୟବାନ କିନ୍ତୁ ନିଜ ହୃଦୟରେ ନୂତନ ଆଶ୍ଚର୍ଯ୍ୟ ବହି, ଚକ୍ଷୁରେ ତାଙ୍କର ଆନନ୍ଦର ଅଗ୍ନି ନବଶିଖା ଜଳୁଥାଏ। ହେ ଦେବୀ ସାବିତ୍ରୀ, ତୁମ ଅନ୍ତରରେ ଏପରି ପରିବର୍ତ୍ତନ କିପରି ହୋଇଛି, ଏହି ସବୁ କଥା ନ ପାଏ ତାର ସନ୍ଧାନ। ତମେ ଏତେ ପରିବର୍ତ୍ତନ କେମିତି ହେଇଯାଇଛି? ନିଶ୍ଚୟ ବଦଳି ଯାଇଛି। ମୁଁ ତାର ସନ୍ଧାନ କିଛି ଫଳଫଳ ପାଉନାହିଁ। ଯେଉଁ ଜ୍ୟୋତିର୍ମୟୀ ଥିଲ ତୁମେ ପୂର୍ବେ, ସେହିପରି ରହିଅଛ ନିରବ ନିଶ୍ଚଳ ଦେବୀ ମୂର୍ତ୍ତିଟିଏ ପବିତ୍ର ରୂପ ଧରିଛ। ତଥାପି ତ ତୁମେ ମମ ପ୍ରିୟତମା, ଅତି ଆପଣାର ମୋର ମାନବୀ ଅଂଶଟି ଅଟଇ ତୁମର ସତେ ଅବା ମଧୁଝର। ପୃଥିବୀ ତୁମକୁ ମୋ ହାତେ ଦେଇଛି ଅତି ଆଦରରେ ତୋଳି, ତୁମକୁ ଗଢ଼ିଛି ଅଧିକ ଯତ୍ନରେ ଦିବ୍ୟତ୍ୱର ରଙ୍ଗ ଉଡ଼ି। ଏ ଭାଷା ଦେଖେ, ମୁଁ ତାକୁ ଓଡ଼ିଆ କରିଛି ଅନୁବାଦ, ଏଠି ନିଜସ୍ୱ। ତେଣୁ ଏତେ ସୁନ୍ଦର ଭାବରେ ସେ ରବୀନ୍ଦ୍ର ଲେଖିଛନ୍ତି ଇଂରେଜୀରେ। ଅନୁପମ, ଦ୍ୱିତୀୟ ନାସ୍ତି, ତା ଉପମା କିଏ ଦେଇପାରିବେ? ସତ୍ୟବାନଙ୍କର ଏତାଦୃଶ ଜିଜ୍ଞାସାର ଉତ୍ତରରେ ଦେବୀ ସାବିତ୍ରୀ ନମ୍ରତା, ସମ୍ଭ୍ରମତା ଏବଂ ରାଜକୀୟ ଠାଣିର ପ୍ରକାଶ କରୁଛନ୍ତି। ଏ ସବୁ ଇଂରେଜୀ ଭାଷାରେ ଅଛି। ଏ ମୋ ଶବ୍ଦ ଗୁଡାକ ଇଂରେଜୀରେ ମୁଁ ଓଡ଼ିଆ କରୁଛି, ମୋ ନିଜସ୍ୱ ନୁହେଁ। ତେଣୁ ସେ କହୁଛନ୍ତି ନମ୍ରତା, ସମ୍ଭ୍ରମତା, ରାଜକୀୟ ଠାଣି। ଆଉ ରୟାଲ ଗେଷ୍ଟରରେ ସାବିତ୍ରୀ ଉତ୍ତର ଦଉଛନ୍ତି। କି ପ୍ରକାର ହେଇଥିବ ଆପଣମାନେ ସମସ୍ତେ ଗୁଣି ଜ୍ଞାନୀ, ତାକୁ ମନେ ମନେ ସ୍ଥିର କରିଦିଅନ୍ତୁ, କେମିତି ଠିଆ ହେଇକି କହୁଥିବେ। ହେ ସତ୍ୟବାନ, ଏଇ ଘଞ୍ଚ ଅରଣ୍ୟାନୀ ମଧ୍ୟରେ ସବୁଜ ବୃକ୍ଷଲତା, ସୂର୍ଯ୍ୟାଲୋକରେ ସ୍ନାନ୍ତ ସବୁଜ ପତ୍ର ପୃଷ୍ଠର ଶିହରଣ। ସୂର୍ଯ୍ୟାଲୋକ ପଡ଼ିଛି, ଜଳ ବିନ୍ଦୁ ଟିକେ ଟିକେ ଲାଗିଛି, କାକର ପତ୍ର ପୃଷ୍ଠରେ ଶିହରଣ ସୃଷ୍ଟି ହେଉନଥିବ। ଅତି ସୂକ୍ଷ୍ମ କଥା ଏଗୁଡ଼ିକ ସବୁ। ଶିହରଣ ଦୁର୍ଜରଣ ମଧ୍ୟରେ ସିଏ ତୁମ ପାଖକୁ ଥିରିପାଦ ଚାଲି ଆଗମନ କରିଥିଲା। ମୁଁ ସେଇ ସାବିତ୍ରୀ। କେମିତି ଆସିଥିଲେ ସିଏ? ଆପଣ ପଢିବେ ଯେ ତାକୁ ନିଶ୍ଚିତ ଭାବରେ ରୁମ ଟାଙ୍କୁରି ଶିହରଣ ସୃଷ୍ଟି ହବ, କାରଣ ସେ ଭାଷା ହିଁ ପ୍ରକାର। ମୁଁ ସେଇ ମଦ୍ର ରାଜକନ୍ୟା, ମୁଁ ଆଉ କିଛି କହୁଥିଲି, ମୁଁ ସେଇ ମଦ୍ର ରାଜକନ୍ୟା, ମୁଁ କିଛି ଭୁଲି ଯାଇନାହିଁ, ମୁଁ ଆଉ କେହି ନୁହେଁ। ପୂର୍ବରୁ ଯେଉଁପରି ଥିଲି ସେଇପରି ଅଛି। ତୁମରି ଚିନ୍ତାରେ, ତୁମରି ଆଶା, ପୁଣି ସଂଘର୍ଷ ମୁହୂର୍ତ୍ତରେ ଯିଏ ତୁମର ଛାୟା ପରି ସାଥିରେ ରହିଥିଲା, ମୁଁ ସେଇ ସାବିତ୍ରୀ। ଏହିପରି ସାବିତ୍ରୀ ପ୍ରକାଶ କରନ୍ତି ଯେ ସେ ସେହି ସାବିତ୍ରୀ। ତାଙ୍କର ବାହ୍ୟ ପରିବର୍ତ୍ତନ ଘଟି ନାହିଁ।
719 ପୃଷ୍ଠାରୁ 151 ଲାଇନରୁ ଆରମ୍ଭ କରି 720 ପୃଷ୍ଠାରୁ 206 ଲାଇନ ପର୍ଯ୍ୟନ୍ତ ଏଇ କଥା ଖାଲି ଲେଖାଇଛି। ପୁଙ୍ଖାନୁପୁଙ୍ଖ ଭାବରେ ଟିକେ କରି 51ଟି ଲାଇନ 51 ଲାଇନ୍ସ ସାବିତ୍ରୀଙ୍କର ତତ୍କାଳୀନ ସ୍ଥିତି, ପ୍ରକୃତି, ସ୍ୱରୂପ ଅପୂର୍ବ ଭାଷାରେ ବର୍ଣ୍ଣନା କରିଛନ୍ତି ପ୍ରଭୁ ଶ୍ରୀ ଅରବିନ୍ଦ। ତତ୍ପରି କହୁଛନ୍ତି ସେ ଦୁଇଙ୍କର ମିଶାଂଶ। ପ୍ରଭୁ କହୁଛନ୍ତି ସାବିତ୍ରୀ ସତ୍ୟବାନଙ୍କୁ ପଚାରୁ, ଆମେ ଏଠାକୁ ଆସିଛେ ମାନବ ଆତ୍ମାକୁ ସତ୍ୟ ଓ ପରମ ପ୍ରଭୁଙ୍କ ନିକଟରେ ପହଞ୍ଚେଇ ଦେବା ପାଇଁ। ସାବିତ୍ରୀ ସତ୍ୟବାନଙ୍କର କାମ ମଣିଷର ଆତ୍ମାମାନଙ୍କୁ ନେଇ ପରମାତ୍ମା ସହିତ ମିଳେଇ ଦେବା ପାଇଁ। ଏଇ ଜାଗା ଆସିছে ଆମର ମିଶନ ହଉଛି ଏଇଟା। ଏବଂ ନଶ୍ୱର ଜୀବନକୁ ଶାଶ୍ୱତ ଜୀବନରେ ପ୍ରତିରୂପଣ କରିବା ପାଇଁ, ଟ୍ରାନ୍ସଫର୍ମେସନ ଅର୍ଥ ପ୍ରତିରୂପଣ, ତାକୁ ପରମ ପ୍ରଭୁଙ୍କ ପାଖକୁ ନେଇଯିବା ପାଇଁ, ଉଚ୍ଚତର ଦିବ୍ୟ ଆଦର୍ଶ ପାଖକୁ ଅଧିକ ଟିକେ ପାଖାପାଖି କରିଦେବା ପାଇଁ। କିଛି ନହେଲେ ତ କ୍ଲୋଜିଂ, ଆମେ କିଛି ନ ପାଇଲେ ମଧ୍ୟ ପାଖାପାଖି ହେଇଯାଉଛି। ତ ଏ ପାଖାପାଖିର ଅନୁଭବ ଆପଣମାନଙ୍କର ବି ଥିବ, କେତେ ଆନନ୍ଦ ଲାଗେ, କେତେ ଖୁସି ଲାଗେ ପାଖାପାଖି ହେଇଗଲେ। ଏହା ହିଁ ଆମର ମିଶନ, ଏଇଟା ହିଁ ଆମର ମିଶନ। ତାପରେ ସାବିତ୍ରୀ ସତ୍ୟବାନଙ୍କ ହସ୍ତରେ ହାତ ଛନ୍ଦି ଇନ୍ ହ୍ୟାଣ୍ଡ ସେହି ସ୍ଥାନ ତ୍ୟାଗ କରି ସାଲ୍ବ ବନାନୀରେ ସବୁଜିମା ମଧ୍ୟରେ ତାଙ୍କ ପିତାଙ୍କର ପତ୍ର କୁଟୀର ସମ୍ମୁଖରେ ଲମ୍ବିଥିବା ପାଦଚଲା ଫୁଟପାଥ ପାଦ ଦେଇକି ଆସୁଛନ୍ତି। କିନ୍ତୁ ବିମୋଦ ସେନ ଏହା ପୂର୍ବରୁ ଚକ୍ଷୁଷ୍ମାନ ହୋଇଯାଇଛନ୍ତି। ନିଜ ରାଜ୍ୟ ସାଲ୍ବ ବର୍ତ୍ତମାନ ଯାହା ରାଜସ୍ଥାନ, ପଞ୍ଜାବ, ପାକିସ୍ତାନର ପୂର୍ବାଂଶକୁ ନେଇ ଗଠିତ ଥିଲା, ସେଠାର ସୈନ୍ୟ ସାମନ୍ତ ପାର୍ଶ୍ୱ ପରିଷଦ ମାନଙ୍କ ଗହଣରେ ପ୍ରତ୍ୟାବର୍ତ୍ତନ କରିବାକୁ ବାହାରିଛନ୍ତି। କେବଳ ଅପେକ୍ଷା କରିଛନ୍ତି ତାଙ୍କର ପୁତ୍ର ଓ ପୁତ୍ରବଧୂଙ୍କ ପ୍ରତ୍ୟାଗମନ। ତାପରେ ସେ ଦୂତ ସମ୍ବାଦ ଦେଲା। ଶ୍ରୀରତ୍ନ ଲେଖିଛନ୍ତି, କେହି ଜଣେ ଦୂତ ଆସିକି ସମ୍ବାଦ ଦେଉଛି, ରିପୋର୍ଟ କରୁଛି ତାଙ୍କୁ, ମହାରାଜ ବିମୋଦ ସେନ ଆପଣଙ୍କୁ ଅବଗତ କରାଯାଉଛି, ଯୁବରାଜ ସତ୍ୟବାନ ଯୁବରାଜ ଦେବୀ ସାବିତ୍ରୀଙ୍କର ଶୁଭ ଆଗମନ ଘଟିଛି। ଏଇ ଭାଷାରେ ଶ୍ରୀ ଅରବିନ୍ଦ କହୁଛନ୍ତି, ଏହି ଗୋଳମାଳ ରୋଳ ନଏଜ ଭିତରେ ମଧ୍ୟ ଜୀବନ ବଞ୍ଚିବାର ଏକ ଶୃଙ୍ଖଳା ରହିଛି। ଆପଣଙ୍କର ଭାବୁଛନ୍ତି ଯେତେ ଗୋଳମାଳ ହଉଛି, ୟା ଭିତରେ ଜୀବନ ବଞ୍ଚିବାର ଶୃଙ୍ଖଳା ଯଦି ନଥାନ୍ତା, ଗୋଟାଏ ମୁହୂର୍ତ୍ତ ଲାଗନ୍ତାନି ଆମକୁ ମରିଯିବା ପାଇଁ। ଗୋଟିଏ ମୁହୂର୍ତ୍ତ, ଆର ମୃତ୍ୟୁକାଳ କେହି ନାହାନ୍ତି। ତେଣୁ ଜୀବନ ବଞ୍ଚିବାର ଶୃଙ୍ଖଳାର ଧାରା ଅନେକ ନୂଆ ମୁହଁ ନେଇ ଆସୁଛନ୍ତି। ପୁରୁଣା ମୁହଁ ଚାଲି ଯାଉଛି, ସେହି ସ୍ରୋତରେ ଭାସି ଯାଉଛି। ବର୍ତ୍ତମାନ ସାଧାରଣ ପ୍ରଜା ସଭାସଦ ବହୁ ସଂଖ୍ୟାରେ ଅରଣ୍ୟ ଅଭିମୁଖୀ ତାଙ୍କ ରାଜାଙ୍କୁ ଫେରେଇକି ନେବେ। ଉଦ୍ଦେଶ୍ୟ ପାଛୋଟି ନେବେ ସେମାନେ ସମସ୍ତେ ଆସିଛନ୍ତି, ପାଟ ଓଢ଼ଣି ପକେଇଛନ୍ତି, ତାଙ୍କ ପରିଚ୍ଛଦରେ ସୁନା ଜରିର କାମ ହେଇଛି, ଅଙ୍ଗ ପ୍ରତ୍ୟଙ୍ଗରେ ଆଭୂଷଣମାନଙ୍କରୁ ଜ୍ୟୋତି ନିର୍ଗତ ହେଉଛି। ସେମାନେ ସମସ୍ତେ ସମ୍ଭ୍ରାନ୍ତ, କାରଣ ରାଜାଙ୍କ ପାଖ ଲୋକ। ଏବଂ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି, ଇତେ ଗଲା ଗୋଟେ ଶ୍ରେଣୀର ଲୋକ ଆସୁଛନ୍ତି, ଆଉ କିଏ ଆସୁଛନ୍ତି, ହ୍ୱାଇଟ୍ କ୍ଲାଡ୍ ପ୍ରିଷ୍ଟ, ଯୋଉ କଥାଟି ମୁଁ କହୁଥିଲି, ଶୁଭ୍ର ବସ୍ତ୍ର ପରିଧାନ କରିଥିବା ଯାଜକମାନେ, ପୂଜାରୀମାନେ, ପୂଜା କରନ୍ତି ଠାକୁର, ପୂଜକମାନେ, ଗ୍ରେଭ୍ ଆଇଡ୍ ସୁଇଟନେସ୍ ବ୍ରଟ୍, ତାଙ୍କ ଆଖିଟା ଗ୍ରେଭ୍, ଚାହିଁଦେଲେ ସେଥିରୁ ମାଧୁର୍ଯ୍ୟ ବାହାରୁଛି, ଜଣେ ଖୁସି ହେଇଯିବ ତାଙ୍କ ଚକ୍ଷୁ ଦର୍ଶନ କରି। ଷ୍ଟ୍ରଙ୍ଗ ୱାରିୟର୍ସ, ଆଉ କିଏ ଅଛନ୍ତି ନା ଅସ୍ତ୍ରଶସ୍ତ୍ର ଧରିକି ଖୁବ୍ ଯୋଦ୍ଧାମାନେ ବି ଆସୁଛନ୍ତି ରାଜାଙ୍କୁ ନେବେ। ଇନ୍ ଦେୟାର ଗ୍ଲୋରିୟସ୍ ଆର୍ମୋର ସୋନ୍ ସାଇନ୍, ଚକଚକ କରୁଛି ତାଙ୍କର ଅସ୍ତ୍ର। ଦ ପ୍ରାଉଡ ହୁକ୍ଡ ସ୍ଟିଡ୍ସ, ଘୋଡ଼ା ଟାକୁ, ଘୋଡ଼ା ମାନେ ଖୁବ୍ ରାଜାଙ୍କ ଘୋଡ଼ା ତ, ସୈନ୍ୟ ସାମନ୍ତଙ୍କର ଘୋଡ଼ା ଖୁବ୍ ପ୍ରାଉଡ, ଦେଖିଥିଲେ ଜଣାପଡୁଛି କେତେ ଗର୍ବୀ ସେମାନେ। ଏବଂ ଘୋଡ଼ାଙ୍କ ଟାପୁ ଶବ୍ଦ ଶୁଭିଲାଣି, ପାଖାପାଖି ହେଇଗଲାଣି। ଆଣ୍ଡ କେମ୍ ଟ୍ରାମ୍ପଲିଂ ଥ୍ରୁ ଦି ଉଡ୍,
ଜଙ୍ଗଲକୁ ତାଙ୍କ ଖୁରାରେ ଟ୍ରାମ୍ପଲିଂ କରିକି ସବୁବେଳେ ପ୍ରକମ୍ପିତ କରିକି ସେ ପୁରୀକୁ ଯାଉଛନ୍ତି ଏବଂ ଶୋଭାଯାତ୍ରାର ପୂର୍ବ ଭାଗରେ ଚାଲିଛନ୍ତି ରାଜା ଦ୍ୟୁମତ ସେନ। ଶୋଭାଯାତ୍ରା ପୂର୍ବ ଭାଗରେ ଚାଲିଛନ୍ତି ସମ୍ରାଟ ଦ୍ୟୁମତ ସେନ। ନିସ୍ତେଜ ଶରୀର ଲୋଳାୟିତ ଚର୍ମ ନୁହନ୍ତି ସେ ଦୃଷ୍ଟିହୀନ, ଆଉ ଦୃଷ୍ଟିହୀନ ସେ ନୁହନ୍ତି। ସୁଦୂର ବିସ୍ତୃତ ଅନ୍ୱେଷଣ ଦୃଷ୍ଟି ପୁନଃ ପ୍ରାପ୍ତ ହୋଇଛନ୍ତି, ସକଳ ସାମର୍ଥ୍ୟ ଫେରି ପାଇଛନ୍ତି, ଜ୍ୟୋତିଷ୍ମାନ ହୋଇଛନ୍ତି, ସବୁ ସାମର୍ଥ୍ୟ ସେ ଫେରି ପାଇଛନ୍ତି। ବାହ୍ୟ ଜଗତରେ ସକଳ ଛବିକୁ ପରିଷ୍କାର ଦେଖୁଛନ୍ତି, ସାଧାରଣ ଭାବେ ନିଜ ଦୃଷ୍ଟି ଖୋଲି ତାଙ୍କୁ ସେ ପରଖୁଛନ୍ତି। ଏହାକୁ ତ ମୁଁ ଦେଖିଥିଲି ଆଖି ଥିଲା ବେଳେ, ସେ ଅଛି ନା ନାହିଁ ସେମିତି ପରଖୁଛନ୍ତି ନାଇଁ କି? ଆପଣ ମତେ ଦେଖିଥିଲେ, ବର୍ତ୍ତମାନ ଦେଖୁଛନ୍ତି ମହେନ୍ଦ୍ର ସ୍ୱାଇଁ ସେମିତି ଅଛି ନା ବଦଳିଗଲାଣି। ତେଣୁ ଏଇ ଦୃଷ୍ଟିରେ ରାଧା ସମସ୍ତଙ୍କୁ ଦେଖୁଛନ୍ତି। ଦୃଢ଼ ପଦକ୍ଷେପେ ଆଗକୁ ଚାଲନ୍ତି, ରାଜକୀୟ ତାଙ୍କ ଠାଣି, ରାଜା ଚାଲୁଛନ୍ତି ନା। ତାଙ୍କ ଦର୍ଶନରେ ପ୍ରତ୍ୟୟ ହେଉଅଛି ସିଏ ତ ମୌଡ଼ମଣି। ରାଜାଙ୍କୁ ଦେଖିଦେଲେ ମନେ ହଉଛି ଆଉ ସେ ଅନ୍ଧ ଦ୍ୟୁମତ ସେନ ନୁହେଁ। ଆମେ କିନ୍ତୁ ସେଇଠି ରହିଯାଇଥିଲେ କାହିଁକି? ସତ୍ୟବାନଙ୍କ ବାପା ଅନ୍ଧ, ସେ ଜଙ୍ଗଲରେ ଅଛନ୍ତି, ସେ ଅନ୍ଧ ହେଇକି ସେମିତି ରହିଥିଲେ। ବର୍ତ୍ତମାନ ସେ କହୁଛନ୍ତି ଆଉ ସେ ଅନ୍ଧ ନୁହନ୍ତି, ସେ ତ ମୌଡ଼ମଣି। ରାଜାଙ୍କ ପାର୍ଶ୍ୱରେ ଚାଲିଛନ୍ତି ରାଣୀ, ମୁଖେ ଚିନ୍ତାଗ୍ରସ୍ତ ଭାବ। ରାଣୀ ରାଜାଙ୍କ ପାଖରେ ଚାଲିଛନ୍ତି ସାଇଡରେ, କିନ୍ତୁ ମୁହଁଟା ତାଙ୍କ ଚିନ୍ତାଗ୍ରସ୍ତ। କାହିଁ କୋଉ ହଉନାହାନ୍ତି, କାହିଁ ଏପର୍ଯ୍ୟନ୍ତ ଆସୁନାହାନ୍ତି। ଚକ୍ଷୁରେ ତାଙ୍କର ସବୁଦିନ ପରି ନାହିଁ ଉଚ୍ଚନିଆ ଭାବ। ମୁହଁଟା ଟିକେ ଶୁଖି ଯାଇଛି, କୋଉ ବକୁ ଦେଖିନାହାନ୍ତି ବୋଲି, କିନ୍ତୁ ଆଖି ଛଳ ଛଳ, ଆଖି ଆଉ ଓଜନିଆ ନାହିଁ। ଆଖିର କଥା ଅଲଗା, ମୁହଁର କଥା ଅଲଗା, ଶରୀରର କଥା ଅଲଗା। ଦ୍ୟୁମତ ସେନ the tenderly cried, then tenderly cried, chanting. ତାପରେ ଅତି ଧୀରସ୍ଥିର ଭାବରେ ରାଜା ପଚାରିଲେ, ସତ୍ୟବାନ, ଚାଇଟିଂ ମିନ୍ସ ତାଗିଦ କରିକି ଗାଳିଦେଲେ। ଯେତେବେଳେ କୋଉଠି ଥବ ରାଜାଙ୍କ ପୁଅକୁ ରାଜା ଗାଳିଦେବେନି, କୋଉଠି ଥବ ଚାଇଟିଂ। ପ୍ରଭୁ ଶ୍ରୀଅରବିନ୍ଦ ଲେଖନ୍ତି, possessed him with their arms. ରାଜା ରାଣୀ ତାଙ୍କୁ ପୁଅକୁ ଆର୍ମ ଭିତରକୁ ନେଲେ, ବଳାତ୍କୃତ କରିକି ନେଲେ। Then tenderly cried ଦ୍ୟୁମତ ସେନ, ଚାଇଟିଂ ସତ୍ୟବାନ। ତାପରେ ସତ୍ୟବାନଙ୍କୁ ଟେଣ୍ଡରଲି ଅତି କୋମଳ ଭାବରେ କହୁଛନ୍ତି, ଏତେବେଳେ ଯେ କୋଉଠି ଥିଲ ତୁମେ, ଆମେ ରାଜ୍ୟକୁ ଫେରିଯିବା, କୋଉଠି ଯାଇଥିଲ? ବଟ୍ ସତ୍ୟବାନ ରିପ୍ଲାଏଡ୍ ୱିଥ୍ ସ୍ମାଇଲିଂ ଲିପ୍ସ। କିନ୍ତୁ ସତ୍ୟବାନ ହସି ହସିକିରି ତାଙ୍କ ଉଷ୍ଠାଗାରରେ ସ୍ମିତହାସ୍ୟର ତରଙ୍ଗ ଖେଳିକିରି କହୁଛନ୍ତି, କଣ କହୁଛନ୍ତି ନା, ଏଇ ଯୋଉ ଲେଟ୍ ହେଲା, ଏତେ ସମୟ ଗଲା, ଆପଣ ବ୍ୟସ୍ତ ହେଲେ, ତାର କାରଣ ହଉଛନ୍ତି ଏଇ। ସେ ୱାର୍ଡ ଲାଇନ୍ ଦେଖନ୍ତୁ, ଲେ ଅଲ୍ ଅନ୍ ହର୍। ଆଜି ସବଜେକ୍ଟଟା ହଉଛି ଏୟା, ଲେ ଅଲ୍ ଅନ୍ ହର୍, ସି ଇଜ୍ ଦ କଜ୍ ଅଫ୍ ଅଲ୍, ୱିଥ୍ ହର୍ ଏନ୍ଚାଣ୍ଟମେଣ୍ଟ ସି ହାଜ୍ ଇନ୍ଡ ରାଉଣ୍ଡ। ଆଙ୍କରି ଉପରେ ସବୁ ଦୋଷ ଦିଏ। ଯାହା ବର୍ତ୍ତମାନ ଘଟିଗଲା ଏପର୍ଯ୍ୟନ୍ତ, ସିଏ ହଉଛନ୍ତି ଶ୍ରେୟ ତାଙ୍କର। ଆପଣ ଆଖି ଫେରି ପାଇଛନ୍ତି ତାଙ୍କରି ପାଇଁ, ରାଜ୍ୟ ଫେରି ପାଇଛନ୍ତି ତାଙ୍କରି ପାଇଁ, ମତେ ଫେରି ପାଇଛନ୍ତି ତାଙ୍କରି। ଲେ ଅଲ୍ ଅନ୍ ହର୍, ସି ଇଜ୍ ଦ କଜ୍ ଅଫ୍ ଅଲ୍। ଏଇଠି ଜଣା ପଡିଗଲା ସାବିତ୍ରୀ ସବୁ କଥା କରୁଛନ୍ତି। ନିଜ ଓଷ୍ଠାଧାରେ ସ୍ମିତହାସ୍ୟର ଉତ୍ସଟିକୁ ଖୋଲି ଦେଇ, ଓଠରେ ସ୍ମିତହାସ୍ୟ ଅଛି ଭିତରେ, ସେ ଉତ୍ସଟାକୁ ଚାବିଟାକୁ ଖୋଲିଲେ ସିନା ସେ ଆସିବ। ଉତ୍ସଟିକୁ ଖୋଲି ଦେଇ ସକଳ ପ୍ରଶ୍ନର ଉତ୍ତର ଦିଅନ୍ତି ସତ୍ୟବାନ ଖୁସି ହୋଇ। ସାବିତ୍ରୀ ଅଟନ୍ତି ସବୁ ସଫଳତା ମୂଳରେ ଥିବା କାରଣ, ଶ୍ରେୟ ତାଙ୍କର। ସବୁ କିଛି ଶ୍ରେୟ ତାଙ୍କରି ଅଟଇ, ସ୍ୱର୍ଗେ ଏଇ କଥାଟି ଶୁଣ। ଡିକ୍ଲାର କରିଦେଲେ। କେତେଟା ହେଲାଣି? ଆଉ ତତ୍ପରେ ଉପସ୍ଥିତ ସକଳେ ଆଶ୍ଚର୍ଯ୍ୟଚକିତ ହୋଇ ସାବିତ୍ରୀଙ୍କର ମୁଖଶ୍ରୀକୁ ଚାହିଁ ଆଉ ଦୃଷ୍ଟି ଫେରେଇ ପାରିଲେ ନାହିଁ। ଯେତେବେଳେ କହିଦେଲେ ସାବିତ୍ରୀ, ସମସ୍ତେ ଚାହିଁଲେ, ମୁହଁ ଫେରେଇ ପାରିଲେ ନାହିଁ ତାଙ୍କୁ। ପ୍ରଭୁ ଶ୍ରୀଅରବିନ୍ଦଙ୍କର ପୂର୍ବରୁ ଧୀମନ୍ତ ରାଜକୀୟ ସମ୍ଭ୍ରାନ୍ତ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାଷା। Then all eyes turned their wondering looks where stood
जो जगह सावित्री ठिया होते समस्त आखि सियाड़ चलीगला ए डिपेंडिंग रेड ऑफ गोल्ड अपॉन हर चीक्स राजकन्या राजा घर बहु तेणु गंड देश डिपेंडिंग रेड गोल्ड हो जाए रेड गोल्ड गोल्ड सुना रंग रेड घसिकी लगेदेले जमी हम गंड देश सीपरी उद्भासित विथ लोअर लीड्स द नोबल लवली चाइल्ड अत्यंत राजकीय कन्या के राजकन्या लव नोबल चाइल्ड एवं लोअर लीड्स आखि निम्न आखि लीड मैंने आखि पता को तलू करके ठिया एंड वन कंटेनिंग थॉट मूव्ड एवरी ब्रेस्ट एवं मुखश्री जो चिंता जो भावना प्रत्येक हृदय को आंदोलित करुला जी चाहूला हृदय का आंदोलित हो आश्चर्यचकित सकले चाहिए से मुख शोभा आड़े जो देवी मूर्ति उभा होते सर्वे दृष्टि पतारी सुवर्ण वर्ण और रक्तिम आभारे शोभेता गंड देश संभ्रांत से पुणी राजराजेश्वरी चक्षुपता निम्न देश चक्षु आखि तलू कर सकल हृदय बास करने को सी उपृति देते आखि जो तलू करदे ठीक अच्छे ये चिंता करना समस्त हृदय मु बास करी दर्शन सकल हृदय दिव्यानंद देखा देखीदेला मात्र समस्त आनंद सागर उबुटू हवा लगे सकले प्रकाश कर सौंदर्यमयी ज्योतिर्मयी एक ग्लिमिंग मार्वेल क्योंठू आसचंती फ्रॉम हेवेन और अर्थ जे कि मानव सत्यमान पार्श्वदेश दंडायमान ये सी देवी यही समय दिग विदिग शुभुची चतुर्दिग शुभुची आसुवा स्वर श्रुति गोचर हो पृथ्वी अवागम मध्य आसी किए ही ज्योतिर्मयी मानव संतान सत्यवान पार्श्वे नीरवरे छंती रही संध्या गोधूली उज्ज्वल ज्योति दाऊ दाऊ जलुंट ये कौन से ही जहाँ को पृथ्वी बहु काल शुणी ये कौन से आम पृथ्वी आगुरी माँ भगवती का ना शुणी नु कौन शुणु शक्ति सात्वी भव पिता भवानी भव मुचनी आर्जा दुर्गा जया त्रिनेत्रा षोलधारिणी विनाशधारिणी एक 108 नहीं चित्रा इत्यादि इत्यादि ये तारी विष्णु जोड़े थी यही कथा समस्त इफ दिस इज सी टू होम ऑफ होम द अर्थ हैज हार्ड ओनर नो मोर आर्ट इन हैप्पी चेंज तुमको तो जहाँ प्राप्त हुई अच्छी जहाँ सब बदली से आश्चर्य हेबार तो नहीं सी एठी सब किसी राजा को कहीदे समस्ते जो सब ना किसी चिंता करने दरकार नहीं जनसमुद्र मध्य कई जड़े व्यक्ति अथवा पूजक सन्यासी बा ज्ञानी गुणी नम्र अमृतवाणी श्रुतपूर्वक सावित्री उद्देश्य कहते किए तुम्हें देवी आत्मस्वरूपी ओ वीमैन सोल बोली श्री अरविंद वीमैन सोल ज्योतिर्मयी प्रभामयी तुम्हें तो अफुरंत शक्ति प्रदर्शन करुच कि तुम्हें महिमामयी आज दिवस तुम्हें जो महान कार्य समापन करम समस्त समग्र मानव समाज अधिक आनंदमय एक नूतन युगर उन्मोचन कर प्रकृति महिषी मातृत्व वात्सल्य प्रेम स्वरूप समस्ते माँ भगवती सावित्री श्रीमुख को चाही रही समस्ते एक स्वर कहते हे देवी आपणकर आत्मा आम समस्त आत्मा आपण आत्मा हो तत्पर सावित्री आलोक आवरण उन्मोचित करदे खोलीदे एवं अत्यंत संभ्रमतार सहित अनुच्च स्वर प्रकाश कले अमृतर वाणी ठीक सर मो निज अंतर अनुभव प्रति स्वयं जागृत हुई बचार अर्थ प्रेम और एकत्व भाव मु अवगाए पचारे आप कम गुड़ा कले केमी कले ना मो पाखे गोटे मंत्र था कौन
ଲଭ୍ ଆଣ୍ଡ ୱାନନେସ୍, ଏଇଟା ଶ୍ରେଷ୍ଠ ବୁଝିବାର ଲଭ୍ ୱାନନେସ୍ ନ ରହିଲେ କିଛି ରହିବନି। ସେ ଆପଣ କଣ ତ ଭାଙ୍ଗିଯିବ। ପ୍ରଥମ କଥା ହଉଛି ଭଲ ପାଇବା, ଦ୍ୱିତୀୟ କଥା ହଉଛି ୱାନନେସ୍, ଏକତ୍ୱ। ସେଇଟା ଯଦି ନ ରହିବ କଣ ରହିବ କି ଆଉ କିଛି। ତାଙ୍କୁ ପଚରା ହେଲା, ଯେତେବେଳେ ସମସ୍ତେ ପଚରା ଆପଣ କେମିତି ଏଇଟା ସମ୍ଭବ କଲେ, ଏତେ କଷ୍ଟ କରି ଜମପୁରରୁ ଫେରିକି ସ୍ୱାମୀ କେମିତି ହେଲା। ଗୋଟେ ଜିନିଷ ମୋ ପାଖରେ ଥିଲା, ଗୋଟେ ମନ୍ତ୍ର, ପ୍ରେମ ଐକତ୍ୱ। That to feel love and oneness is to live. ବଞ୍ଚିପାରିଲେ ତିନିଟା ଜିନିଷ ଦରକାର, ଭଲ ପାଇବା ଆଉ ୱାନନେସ୍, ଏକତ୍ୱ ଭାବ। ଏ ଦୁଇଟା ନଥିଲେ ହବନି। ଏତେ ବଡ଼ ସାବିତ୍ରୀର ଏଇ ଦୁଇଟା ୱାର୍ଡ ହଉଛି କି ୱାର୍ଡ, ଲଭ୍ ଆଣ୍ଡ ୱାନନେସ୍। ସାବିତ୍ରୀ ପଢିଲେ କଣ ହବ, ଯଦି ଭିତରେ ଭଲ ପାଇବାର ନଥାଏ, ଏକତ୍ୱ ଭାବ ନଥାଏ, ସେତେ ପଢିଲେ କିଛି ହବ ନାହିଁ।